कुर्वन्ति ग्रहाः सर्वे यस्य केन्द्रे बृहस्पति। दादा टॉपिक ଉପରେ ଆଲୋଚନା କରିବେ। ମୁଁ ଦାଦା ନାମ ପଡୁଛି ଯେ ତାଙ୍କର ବକ୍ତବ୍ୟ ରଖିବେ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ବାରିକ, ପ୍ରିନ୍ସିପାଲ ସେଣ୍ଡିଂ କଲେଜ ସମ୍ବଲପୁର। କାର୍ତ୍ତିକ ଭାଇ ଜୟ ଗୁରୁ। ଜୟ ଗୁରୁ ଦାଦା। ବନ୍ଦେ ଲୋକ ତିଲକଂ ସାତତ ବାର୍ତ୍ତା ବିଭୂଷଣଂ ଅମରକୃତ୍ୟ ସାରଣଂ ପ୍ରବୁଦଂ ଲୋକ ଜୀବନମ୍ ପ୍ରଣୟ ପ୍ରମତ ଜାଗଦୀପନମ ବନ୍ଦେ ଜୀବନ ଜୀବନମ ସତ୍ପୁରୁଷଂ ନମାମି। ପ୍ରାଣର ଶ୍ରୀ ଠାକୁର, ଜଗଜନନୀ ଶ୍ରୀ ଲକ୍ଷ୍ମୀ ମା, ଯୋଗାଚାର୍ଯ୍ୟ ଶ୍ରୀ ବଡ଼ଦା, ଆଜିର ଭରସା ଶ୍ରୀ ଆଚାର୍ଯ୍ୟଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ପୂଜ୍ୟ ଅବିନ୍ଦା ଏବଂ ଠାକୁର ପରିବାର ସମସ୍ତଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର ପୁଣ୍ୟ ଆବାସୀ ସତ୍ସଙ୍ଗର ପୂଜ୍ୟ ପରିଚାଳକ ତଥା ଉପସ୍ଥିତ ସମସ୍ତ ପୋତ ପାଞ୍ଜାଧାରୀ ରୀତିକ ମଣ୍ଡଳୀ, ଅଧ୍ୟକ୍ଷ ମଣ୍ଡଳୀ, ଯାଚକ ମଣ୍ଡଳୀ ସମସ୍ତଙ୍କୁ ମଧୁର ପ୍ରଣାମ ଜଣାଏ। ଉପସ୍ଥିତ ସମସ୍ତ ଗୁରୁ ଭାଇ, ଗୁରୁ ମାତା, ସାଧୁ ସୁଜନ ମଣ୍ଡଳୀ, କୁନି କୁନି ପିଲାଏ ସମସ୍ତଙ୍କୁ ମୋର ପ୍ରୀତିପୂର୍ଣ୍ଣ ଆଭରା ଜୟ ଗୁରୁ ଜଣାଏ। ସର୍ବପ୍ରଥମେ ଆଜିର ଏହି ଆବାସୀ ସତ୍ସଙ୍ଗ ଧାରାବାହିକ ସତ୍ସଙ୍ଗ 2087 ଦିନରେ ଆଜି ପଦାର୍ପଣ କରିଛି। ତାର ପଛପଟରେ ନିରବିଚ୍ଛିନ୍ନ ଭାବରେ ସାରଥୀ ଭଳି ଯେ କାମ କରୁଛନ୍ତି ସେ ହେଉଛନ୍ତି ଆମ ସୁଭାଷ ଦା, ଏବଂ ଆଜି ଦିନରେ ଯେଉଁମାନେ ଭୋଗ ନିବେଦନ କରିଛନ୍ତି ସମସ୍ତଙ୍କର ଶାନ୍ତି ସ୍ୱସ୍ତି ପାଇଁ ପରମ ପିତାଙ୍କ ନିକଟରେ ମୋର ଐକାନ୍ତିକ ପ୍ରାର୍ଥନା ରଖେ। ଯାହା ହଉ ଦାଦା ମତେ ଗତ ୱିକରୁ କାଲି ରଖିଥିଲେ, ଆଜି କିଛି ଅସୁବିଧା ଅବସ୍ଥା ପୁଣି ଆଜିକି ଚେଞ୍ଜ କରିଦେଲେ। ଯାହା ହଉ, ତ ହଠାତ୍ କିନା ମନକୁ ଗୋଟେ ଟପିକ ଆସିଲା ଯେ କିମ୍ କୁର୍ବନ୍ତି ଗ୍ରହ ସର୍ଭେ ଯସ୍ୟ କେନ୍ଦ୍ରେ ବୃହସ୍ପତି, ଏଇ ଟପିକ ଉପରେ ଆଲୋଚନା କରିବା ପାଇଁ। ତେଣୁ ଯାହାଙ୍କର କେନ୍ଦ୍ରରେ ଯୋଉ ଇଏ ଗୋଟେ ଆଷ୍ଟ୍ରୋଲୋଜିକାଲ ଟପିକ, ଯଦି ଆମେ କହିପାରିବା ଦ ଆଷ୍ଟ୍ରୋଲୋଜିକାଲ ଭ୍ୟୁଜ ଅଫ ଦ ଶ୍ରୀ ଠାକୁର, ସେଇ ବିଷୟରେ ଆଲୋଚନା କରିବା ପାଇଁ ମୁଁ ଚାହେଁ। ଏ ଯୋଉ ଆଷ୍ଟ୍ରୋଲୋଜିକାଲ ଭ୍ୟୁ, ଠାକୁରଙ୍କର ଯୋଉ ଆଷ୍ଟ୍ରୋଲୋଜିକାଲ ଭ୍ୟୁ ଅଛି, ସେଇଟା ହିଁ ମୁଖ୍ୟ ଜିନିଷ। ଆଜି ଆମେ ତାରି ଉପରେ ଆଲୋକପାତ କରିବା। ଦେଖନ୍ତୁ, ଫାଷ୍ଟ ଆମେ ଦେଖିବା ଯେ କିଂ କୁର୍ମତି ଗ୍ରହ ସର୍ଭେ ଯସ୍ୟ କେନ୍ଦ୍ରେ ବୃହସ୍ପତି। ବୃହସ୍ପତି ଠାକୁରଙ୍କ ଆଲୋଚନା ପ୍ରସଙ୍ଗରେ ଠାକୁର କହୁଛନ୍ତି ବୃହସ୍ପତି ମିନ୍ସ ସଦ୍ଗୁରୁ ବା ଇଷ୍ଟଗୁରୁ। ବୃହସ୍ପତି ହେଉଛନ୍ତି ଇଷ୍ଟଗୁରୁ ବା ସଦ୍ଗୁରୁ। ଆଉ ଯାହାଙ୍କର କେନ୍ଦ୍ରରେ ସେଇ ସଦ୍ଗୁରୁ ବା ଜୀବନ୍ତ ଗୁରୁ ପ୍ରାଇମ ସେଣ୍ଟରରେ ରହନ୍ତି। ଆମେ ଜୀବନରେ ବିଭିନ୍ନ ପ୍ରକାର କାମ କରୁ, ବିଭିନ୍ନ ପ୍ରକାର କର୍ମ, ଜୀବନ ଧାରା, ବିଭିନ୍ନ ପ୍ରକାର ପର୍ସନାଲ ପ୍ରଫେସନାଲ ଲାଇଫ, ଦିଟା ପ୍ରକାର ଲାଇଫ ଅଛି। ଏ ଲାଇଫରେ ଆମେ ବିଭିନ୍ନ ପ୍ରକାର କାମ କରୁ। ଏଇ କାମ କରିବା ଭିତରେ ଯାହାଙ୍କର କେନ୍ଦ୍ରରେ ବୃହସ୍ପତି ଅଛନ୍ତି ବା ଯାହାଙ୍କ କେନ୍ଦ୍ରରେ ସବୁ କାମ ଭିତରେ ଯାହାଙ୍କ କେନ୍ଦ୍ରରେ ଗୁରୁ ଅଛନ୍ତି ବା ଯିଏ ପ୍ରତି ମୁହୂର୍ତ୍ତରେ ନାମମୟ ହେଇକି ରହେ ବା ନାମ ବା ନାମୀଙ୍କ ସହିତ ଯେତେବେଳେ ସବୁବେଳେ ଯୋଡି ହେଇକି ରହେ। ଏଇ କ୍ରମରେ ମୋର ମନେ ପଡେ ବ୍ୟାସଦେବଙ୍କର ପୁତ୍ର ଯେତେବେଳେ ଆଧ୍ୟାତ୍ମିକତାର ଶ୍ରେଷ୍ଠ ଜ୍ଞାନ ଜାଣିବା ପାଇଁ ଚାହିଁଲେ ତାଙ୍କ ପିତାଙ୍କ ଠାରୁ, ବ୍ୟାସଦେବ ତାଙ୍କୁ ଜନକ ରାଜାଙ୍କ ପାଖକୁ ପଠେଇଥିଲେ। ଯେତେବେଳେ ଯାଇକି ଜନକ ରାଜାଙ୍କ ପାଖରେ ଦେଖିଲେ ସେ ରାଣୀ ମାନଙ୍କ ସହିତ ହସ ଉଲ୍ଲାସରେ ବ୍ୟସ୍ତ, ବହୁତ ରାଜକାର୍ଯ୍ୟ ବି ଚାଲିଛି, ସବୁ କାମ ଚାଲିଛି। ସେତେବେଳେ ତାଙ୍କୁ ଏଇ ପ୍ରଶ୍ନ ପଚାରିଲେ, ମୋର ପିତାଙ୍କୁ ଯେତେବେଳେ ମୁଁ ପଚାରିଲି ଆଧ୍ୟାତ୍ମିକତାର ସର୍ବଶ୍ରେଷ୍ଠ ଜ୍ଞାନ କଣ, ସେତେବେଳେ ସେ ତାଙ୍କୁ କହିଲେ ଯେ ତୁମେ ଗୋଟେ ତୈଳ ପାତ୍ର ତାଙ୍କୁ ଦେଇଥିଲେ, ଗୋଟେ ଉପର ମହଲାକୁ ଯାଇକି ଯେତେ କୋଠରୀ ଅଛି ଗଣିକି ଆସ, କିନ୍ତୁ ତୈଳ ଯେମିତି ତଳେ ନ ପଡେ। ସେ ସବୁ କାମ ଦେଖିକି ଆସିଲେ, ଆସିକି ତଳେ ବହୁତ ସତର୍କତାର ସହିତ ଦେଲେ। ସେ ଗଣିକି ଆସିଲେ କେତେଟା କୋଠରୀ ଅଛି, କୋଉ ରୁମରେ କିଏ ଅଛନ୍ତି। ସେତେବେଳେ ଜନକ ରାଜା ପଚାରିଲେ, ତମର ଏଇ ସବୁ କର୍ମ କରିବା ଭିତରେ ତମ ଲକ୍ଷ୍ୟଟା କୋଉଠି ଥିଲା? କାମ ତ କଲ, କିନ୍ତୁ ତମର ଲକ୍ଷ୍ୟଟା କୋଉଠି ଥିଲା? ସେ କହିଲେ ଲକ୍ଷ୍ୟଟା ମୋ ଏଇ ତୈଳ ପାତ୍ର ଉପରେ ଥିଲା।
ସେ ସେତେବେଳେ କହିଲେ ଆଧ୍ୟାତ୍ମିକତାର ଶ୍ରେଷ୍ଠ ଜ୍ଞାନ ହଉଛି ସେଇଟା। ତାମାନେ ଆମେ ସବୁ କାମ କରିବା ଭିତରେ ମଧ୍ୟ, ସବୁ ଜୀବନର ସମସ୍ତ କର୍ମ ଭିତରେ ମଧ୍ୟ ଆମର ଲକ୍ଷ୍ୟ ବା ମୂଳ କେନ୍ଦ୍ରଟା ସେଇ ଯେମିତି ତୈଳ ପାତ୍ର ଉପରେ ଥିଲା, ଇଷ୍ଟଙ୍କ ଉପରେ ସବୁବେଳେ କେନ୍ଦ୍ର ରହିବ। ସେଥିପାଇଁ ଠାକୁର କହୁଥିଲେ ଦ ବୃହସ୍ପତି ମିନ୍ସ ସଦ୍ଗୁରୁ ବା ଇଷ୍ଟଗୁରୁ, ଏବଂ ସିଏ ଆମର ପ୍ରାଇମ ସେଣ୍ଟର ହବା କଥା। ସିଏ ଆମର ଜୀବନର ମୂଳ କେନ୍ଦ୍ର ହବା କଥା ଆମ ଲାଇଫର। ଆମେ ତାଙ୍କୁ ପ୍ରାର୍ଥନା କରିବା ଏବଂ ତାଙ୍କର କଣ୍ଟ୍ରୋଲରେ ଆମ ଲାଇଫଟାକୁ ମେଣ୍ଟେନ କରିବା। ତାଙ୍କ କଣ୍ଟ୍ରୋଲରେ ମାନେ ଆମେ ସବୁବେଳେ ଯେତେ ବଡ଼ ଜ୍ଞାନୀ ମଣିଷ, ଯେତେ ଗୁଣୀ ହଉ, ସବୁବେଳେ ଆମେ ନିଜ କଣ୍ଟ୍ରୋଲରେ କାମ କରିବା ପାଇଁ ଚେଷ୍ଟା କରୁ। ମୁଁ କରୁଛି ବୋଲି ଭାବେ, ଯାହା ଠାକୁର ଭାବବାଣୀରେ କହୁଥିଲେ ଯେ ଦି ପ୍ରକାର କର୍ମ କଥା, ବଦ୍ଧ କର୍ମ ଆଉ ମୁକ୍ତ କର୍ମ। ମୁଁ ଯେତେବେଳେ ସବୁ କରୁଛି ବୋଲି ଭାବେ, ମୋ ଘର, ମୋ ସ୍ତ୍ରୀ, ମୁଁ କରୁଛି, ମୋ ପିଲାମାନଙ୍କ ପାଇଁ କରୁଛି, ସବୁ ମୁଁ କରେ, ତାହା ହଉଛି ବଦ୍ଧ କର୍ମ। କିନ୍ତୁ ମୁକ୍ତ କର୍ମ କରେ, ମୁଁ ଈଶ୍ୱରଙ୍କର ସବୁ କିଛି ସନ୍ତାନ, ଈଶ୍ୱରଙ୍କର ସବୁ କିଛି ଜିନିଷ ତାଙ୍କ ଦିଆହୁଆ ଜିନିଷ ଭଜନରେ ଦାଦା ସୁନ୍ଦର ଭାବରେ ଗାଉଥିଲେ। ତେବେ ସେଇ ପ୍ରକାର କର୍ମ ଯେତେବେଳେ ମୁଁ କରେ, ତାଙ୍କୁ ସମର୍ପିତ କରିକି, ମୋ ପାଖରେ ମୋର ନିଜର ବୋଲି କିଛି ଭାବେ ନା, ଭଲ ହେଲେ ବି ତାଙ୍କର, ଖରାପ ହେଲେ ବି ତାଙ୍କର, ସେତେବେଳେ ସମର୍ପିତ ଜୀବନ, ମାନେ ହି ଦ କଣ୍ଟ୍ରୋଲିଂ ଅଥରିଟି, ମୁଁ ଖାଲି ୱାର୍କିଂ ପର୍ସନ। କିନ୍ତୁ କଣ ହୁଏ, ମୁଁ ନିଜକୁ ମୁଁ ଭାବେ ଆଇ ଆମ୍ ଦ କଣ୍ଟ୍ରୋଲିଂ ଅଥରିଟି, ମୁଁ ସବୁ କିଛି କରୁଛି, ଈଶ୍ୱର କିଛି କରୁନାହାନ୍ତି। ତେଣୁ ମୁଁ ଯେତେବେଳେ ସବୁ କିଛି ଭାବେ ଯେ ମୁଁ କରୁଛି, ସେତେବେଳେ ମୋ ଜୀବନରେ କଷ୍ଟମୟ ହେଇଯାଏ। ତେଣୁ ଖାଲି ଦୀକ୍ଷା ନେଲେ ହବନି, ଦୀକ୍ଷା ନେଲେ ହବନି। ଆଉ ଦୀକ୍ଷା ନେଇକି ଯଜନ ଇଷ୍ଟବୃତ୍ତି ସ୍ୱସ୍ତିନ ସଦାଚାରକୁ କଣ୍ଟାଏ କଣ୍ଟାଏ ମାନିକି ଚାଲିବାକୁ ପଡିବ। ଏବଂ ଜୀବନର କାଣ୍ଡାଳି ବା ଲିଭିଂ ଆଇଡିଆଲ, ଜୀବନ୍ତ ଆଦର୍ଶକୁ ଜୀବନରେ ଧରିକି ଯେତେବେଳେ ମଣିଷ ଚାଲେ, ଆଉ ଯେତେବେଳେ ଜୀବନ୍ତ ଭଗବାନ ଯେତେବେଳେ ତାର କେନ୍ଦ୍ରରେ ଉପସ୍ଥିତ ରହନ୍ତି, ତାର ମୂଳ କେନ୍ଦ୍ର ହେଇକି ରହନ୍ତି, ସେଟା ଗ୍ରହ ନକ୍ଷତ୍ର ମାନଙ୍କର ଆଫେକ୍ଟ ତା ଉପରେ କିଛି ପଡେ ନା। ଇଏ ହଉଛି ଆଜିର ବିଷୟବସ୍ତୁର ମୂଳଧାରା। ତେବେ ଆଲୋଚନା ପ୍ରସଙ୍ଗ ଭଲ୍ୟୁମ 2 ରେ ଠାକୁର ଏଇ କଥା ମଧ୍ୟ କହିଛନ୍ତି ଯେ କିଂ କୁର୍ବତି ଗ୍ରହ ସର୍ବେ ଯସ୍ୟ କେନ୍ଦ୍ରେ ବୃହସ୍ପତି। ତେଣୁ ଯେତେବେଳେ ପର୍ସନ, ଯେତେବେଳେ ଲୋକଟା କମ୍ପ୍ଲିଟଲି ଆଇଡିଆଲ ସେଣ୍ଟ୍ରିକ ହେଇଯାଏ, ମାନେ ଆଇଡିଆଲଙ୍କର ନିର୍ଦ୍ଦେଶରେ ଚାଲେ, ଗ୍ରହଙ୍କର ଉତ୍ପାତ ତା ଉପରେ କିଛି କାମ କରେ ନା। ଆମେ ଜାଣିଛୁ ସବୁଠୁ କଷ୍ଟ ଗ୍ରହ ଶନିଙ୍କ ବିଷୟରେ ଆଲୋଚନା କରିବା। ଶନି ହଉଛନ୍ତି କର୍ମକାରକ ଗ୍ରହ। ଶନି ହଉଛନ୍ତି ସୂର୍ଯ୍ୟଙ୍କର ପୁତ୍ର। ତାଙ୍କର ବର୍ଣ୍ଣ ତ ଛାୟାଙ୍କର, ସୂର୍ଯ୍ୟଙ୍କର ଯୋଉ ପତ୍ନୀଙ୍କର ଯୋଉ ଛାୟା, ସ୍ୟାଡୋର ସନ୍ତାନ ଥିଲେ ଶନି। ଆଉ ସେ ହଉଛନ୍ତି କର୍ମକାରକ ଗ୍ରହ। ଯେତେବେଳେ ଆମେ ସତ୍କର୍ମ କରୁ, ଆମକୁ ଆନନ୍ଦ ମିଳେ। ଯଦି ଅସତ୍ କର୍ମ କରୁ, ଶନି ତାଙ୍କୁ କଷ୍ଟ ଦିଅନ୍ତି। ତାଙ୍କର ଯୋଉ ବକ୍ର ଦୃଷ୍ଟି, ସାଢେ ସାତି ଶନି ଯୋଉ କହନ୍ତି, କାରଣ ଶନି ହଉଛନ୍ତି ସ୍ଲୋ ମୁଭିଂ, ଦ ସ୍ଲୋଏଷ୍ଟ ନୁହଁ, ସ୍ଲୋ ମୁଭିଂ ପ୍ଲାନେଟ୍ସ। ସେ 19 ବର୍ଷ ଏଇ 12ଟି ଗ୍ରହରେ ଗତି କରିବା ପାଇଁ ଲାଗେ, 9ଟି ଇଏରେ। ତେଣୁ ପ୍ରତି ଗ୍ରହରେ ସେ ପାଖାପାଖି 2.5 ବର୍ଷ ରହନ୍ତି। ତେଣୁ ଯାହାର ରୁଲିଂ ପ୍ଲାନେଟ, ଯାହାର ରାଶି ଯୋଉଟା, ତାର ପୂର୍ବର ଆଉ ତାର ପର 2.5 ମାନେ 7.5 ଶନି ବୋଲି କୁହାଯାଏ। ତେଣୁ ଶନି ହଉଛନ୍ତି କର୍ମକାରକ। ଯାହା ଜୀବନରେ ଶନି ଆସନ୍ତି, ତା ଜୀବନରେ ଅନେକ କଷ୍ଟ ଆସେ, ତା ଜୀବନରେ ଅନେକ କଷ୍ଟ ଆସେ, ସେ ଦୁଃଖ ପାଏ ଅନେକ। ତ ଶନି ଯେତେବେଳେ ଆସନ୍ତି ଗ୍ରହରେ, ସେତେବେଳେ ସେ ଅନେକ କଷ୍ଟ ପାଏ। କିନ୍ତୁ ଏଇ କ୍ରମରେ ମୁଁ ମନେ ରଖେ, ଆମେ ହନୁମାନଙ୍କୁ ପୂଜା କରୁ। ହନୁମାନ ଭକ୍ତ ଶ୍ରେଷ୍ଠ ହନୁମାନ, ଯାହାଙ୍କର ଜୀବନ ପୁରା ସମ୍ପୂର୍ଣ୍ଣ ଭାବରେ ରାମଙ୍କ ପାଇଁ ସମର୍ପିତ ଥିଲା, ଏବଂ ତାଙ୍କର କେନ୍ଦ୍ରରେ ଜୀବନ୍ତ ଭଗବାନ ରାମଚନ୍ଦ୍ର ଥିଲେ। ସେତେବେଳେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ପୂଜାର ବ୍ୟବସ୍ଥା ଥିଲା, କିନ୍ତୁ ସିଏ କରୁନଥିଲେ, ସେ କେବଳ ଜୀବନ୍ତ ଭଗବାନ ପୂଜା କରୁଥିଲେ। ଯାହାକି ହନୁମାନଙ୍କ ଜୀବନର ସର୍ବଶ୍ରେଷ୍ଠ ନୀତି ବା ଆଦର୍ଶ, ଯାହା ଆମ ପାଇଁ
ଗ୍ରହଣୀୟ ବା ମାନବ ସମାଜ ପାଇଁ ଗ୍ରହଣୀୟ। ଭଗବାନ ବହୁତ ଅଛନ୍ତି, ବ୍ରହ୍ମା ବିଷ୍ଣୁ ମହେଶ୍ୱର ବହୁତ ଅଛନ୍ତି, କିନ୍ତୁ ଜୀବନ୍ତ ଭଗବାନଙ୍କୁ ଯେତେବେଳେ ମଣିଷ ପାଏ ତାଙ୍କ ପ୍ରତି ସମର୍ପିତ ହବା କଥା। ଯାହା ହନୁମାନ ତାଙ୍କ ଜୀବନରେ ଦେଖେଇଥିଲେ, ରାମଙ୍କ ପ୍ରତି ସମର୍ପିତ ହେଇଥିଲେ, ସେ ତପସ୍ୟା କରୁଥିଲେ, ଆଉ ସେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ ପୂଜା କରୁଥିଲେ, କିନ୍ତୁ ଯେତେବେଳେ ରାମଚନ୍ଦ୍ରକୁ ପାଇଲେ, ଜୀବନ୍ତ ଭଗବାନ ଯେତେବେଳେ ପାଇଲେ, ସେ ସେତେବେଳେ ଆଦର୍ଶ କେନ୍ଦ୍ରିକ ଜୀବନ ଯାପନ କଲେ ଏବଂ ତାଙ୍କର ପାଖରେ ସମର୍ପିତ ହେଇଥିଲେ, ସମ୍ପୂର୍ଣ୍ଣ ଜୀବନ ତାଙ୍କର ସମର୍ପିତ ଥିଲା। ଇଏ ହଉଛି ତାଙ୍କ ଜୀବନର ଶିକ୍ଷା। ସେଇ ହନୁମାନଙ୍କର ଜୀବନରେ ଯେତେବେଳେ ଶନି ମହାଦଶା ପ୍ରବେଶ କଲେ, ଯେତେବେଳେ ଶନି ମହାଦଶା ପ୍ରବେଶ କଲେ, ଶନି ଯେତେବେଳେ ତାଙ୍କ ଭିତରେ ପ୍ରବେଶ କଲେ, ସେତେବେଳେ ଆ ଶନି ତାଙ୍କ ମୁଣ୍ଡରେ ଆସିକି ପ୍ରବେଶ କଲେ। ଶନି ତ ତାଙ୍କର ସମସ୍ତ କର୍ମକୁ ବିକୃତ କରିବେ, ତାଙ୍କର କଷ୍ଟ ଦେବେ, ଦୁଃଖ ଦେବେ। ସେତେବେଳେ ସିଏ ଯେତେବେଳେ ଶନି ଯେତେବେଳେ ତାଙ୍କ ଭିତରେ ପ୍ରବେଶ କରିବା ପାଇଁ ଚାହିଁଲେ, ସେତେବେଳେ ସେ ମନା କଲେ, କହିଲେ ମୁଁ ଗୁରୁଙ୍କୁ ଧରିଛି, ମୋର ଗୁରୁ ଯୋଉ ଦେବତା ଅଛନ୍ତି, ତୁମେ ମୋର କିଛି କରିପାରିବନି। ଶନି କହିଲେ ଦେଖିବା କେମିତି କିଛି କରିହବନି। ସେ ସେଠୁ ଗୋଟେ ପଥର ଟାଣିକି ତାଙ୍କ ମୁଣ୍ଡ ଉପରେ ରଖିଲେ। ଓଜନର ଭାରଟା ଏତେ ଭାର ହେଲା, ଶନି ଆଉ ତାଙ୍କୁ ସହ୍ୟ କରିବାଟା ସମ୍ଭବ ହେଲାନି। ସେ ସେଠୁ ତାଙ୍କୁ ତ୍ୟାଗ କରିକି ଚାଲିଗଲେ। ତାମାନେ ତାର ମୂଳ କାରଣ ହଉଛି ଯିଏ ଯୋଉ ମଣିଷ ଜୀବନ୍ତ ଗୁରୁଙ୍କୁ ତା ଜୀବନରେ ଧରିଛି, ଇଏ କୌଣସି ଦଶା ମହାଦଶା କି ଏଇ ଯୋଉ ସାଢେ ସାତି ଶନି, ତାର କିଛି ଇଫେକ୍ଟ ରହିବନି। ତାହା ହଉଛି ଏଇ ଆଲୋଚନାର ମୂଳ ବସ୍ତୁ। ତାମାନେ ଶନି ହନୁମାନଙ୍କ ଉପରେ କିଛି ପ୍ରଭାବ ପକେଇ ପାରିନଥିଲେ, କାରଣ ତାଙ୍କର ଜୀବନ ଚଳଣି ଚରିତ୍ର ସବୁକିଛି ସମର୍ପିତ ଥିଲା ରାମଚନ୍ଦ୍ରଙ୍କ ପ୍ରତି। ତେଣୁ ଗୁରୁଙ୍କ ପ୍ରତି ଜୀବନ୍ତ ଆଇଡିଆଲ ସେଣ୍ଟ୍ରିକ ତାଙ୍କର ଲାଇଫ ଥିଲା। ତେଣୁ ସେ ସବୁବେଳେ ଚେଷ୍ଟା କରୁଥିଲେ ସେ ଜୀବନ୍ତ ଆଦର୍ଶଙ୍କର ସମସ୍ତ ଚିନ୍ତା ଚେତନାକୁ ପୂରଣ କରିବା ପାଇଁ, ଫୁଲଫିଲମେଣ୍ଟ ଅଫ ଦ ଇଣ୍ଟରେଷ୍ଟ ଅଫ ଦ ଆଇଡିଆଲ। ସେ ସେଇ ୱେରେ ଯେତେବେଳେ ମଣିଷ ଯେତେବେଳେ ଗତି କରେ, ସେତେବେଳେ ତା ଜୀବନରେ କୌଣସି ଗ୍ରହ ନକ୍ଷତ୍ରଙ୍କର କୌଣସି ଇଫେକ୍ଟ ରହେ ନା। ତେଣୁ ଅ ସେଇ ବିଷୟରେ ଆମେ କହୁ କି ମୋର ଭାଗ୍ୟ ଖରାପ। ଭାଗ୍ୟ କଣ? ଭାଗ୍ୟ ହଉଛି ଆମେ କହୁ କି ଡେଷ୍ଟିନି। ଠାକୁରଙ୍କୁ ଯେତେବେଳେ ପଚରା ଯାଇଥିଲା ଏଇ ସମୟରେ ଆଲୋଚନା ପ୍ରସଙ୍ଗ ଭଲ୍ୟୁମ 5 ରେ ଠାକୁର କହୁଛନ୍ତି ଯେ ଭାଗ୍ୟ ବା ଫର୍ଚୁନ ଟାକୁ ଡିନାଏ କରାଯାଇପାରେ ନା। ଫର୍ଚୁନ ବା ଭାଗ୍ୟଟାକୁ ମାନେ ମନା କରାଯାଇପାରେ ନା, କିନ୍ତୁ ତାକୁ ପରିବର୍ତ୍ତନ କରାଯାଇପାରେ। ଯଦି ମୋ ଭାଗ୍ୟରେ କିଛି ଖରାପ ଜିନିଷ ଅଛି ତ ଅଛି, ସେଟା ମୋର ପୂର୍ବ ଜନ୍ମର କର୍ମ ଫଳକୁ ନେଇକି ତା ମୋ ଭାଗ୍ୟରେ ଅଛି। କିନ୍ତୁ ମୁଁ ମୋର ଭଲ କର୍ମ ଦ୍ଵାରା, ଯାହା ଠାକୁର ଆଲୋଚନା କହୁଥିଲେ ଯେ ମୋର ଭଲ କର୍ମ ଦ୍ଵାରା, ସତ୍ କର୍ମ ଦ୍ଵାରା ମୁଁ ତାକୁ ଲାଘବ କରିପାରିବି, ପରିବର୍ତ୍ତନ କରିପାରିବି। ତାମାନେ ମୋର ଭାଗ୍ୟକୁ ପରିବର୍ତ୍ତନ କରିପାରିବି। ତେଣୁ ସତ୍କର୍ମ କଣ? ସତ୍କର୍ମ ହଉଛି ଯାହା ଅନ୍ୟ ପାଇଁ କରାଯାଏ, ଯାହା ସମାଜ ପାଇଁ, ରାଷ୍ଟ୍ର ପାଇଁ ବା ଅନ୍ୟମାନଙ୍କ ଉଦ୍ଦେଶ୍ୟରେ ଯୋଉ କର୍ମ କରାଯାଏ, ତାହା ହଉଛି ସତ୍କର୍ମ। ତେଣୁ ଅ, ମଣିଷ ଯେତେବେଳେ କିଛି ଭଲ କର୍ମ କରେ, ସେତେବେଳେ ତାର ଭାଗ୍ୟକୁ ସେ ମଧ୍ୟ ପରିବର୍ତ୍ତନ କରିପାରେ। ତେଣୁ ମାନେ ଆମର ଯୋଉ କର୍ମଟା, ସେଟା ହଉଛି ସୋଲ ଫ୍ୟାକ୍ଟର ଆମର ଫର୍ଚୁନ ପାଇଁ। ଆମର ଯୋଉ ଫର୍ଚୁନ ଭାଗ୍ୟକୁ ଏଇ କର୍ମଟା ହିଁ ନିରୂପଣ କରେ। ଏଇଟା ସେଟାକୁ ଆମେ ବୁଝିବାକୁ ପଡିବ ଯେ ଆମର ଭାଗ୍ୟ ହିଁ ଆମର କର୍ମ ଦ୍ଵାରା ନିରୂପିତ ହେଇକି ରହିଛି। ପୂର୍ବ ଜନ୍ମର ଅନେକ କର୍ମ ତାକୁ ଆମକୁ ଭାଗ୍ୟ ନିରୂପଣ କରିଛି। ତେଣୁ ଆମେ ଅନେକ କିଛି ସତ୍କର୍ମ କରିଛୁ ଜୀବନରେ, ଯୋଉଥିପାଇଁ ଆଜି ଆମେ ଏଇଭଳି ଏକ ମାନବ ଜୀବନ ପାଇଛେ। ପୁଣି ଏଇ ମାନବ ଜୀବନରେ ଆମେ ସଦ୍ଗୁରୁଙ୍କୁ ଆମ ଜୀବନରେ ପାଇଛେ। ତେଣୁ ସେତିକି ସାଧନା ନଥିଲେ, ସେତିକି ସାଧନ ବା ସେତିକି ଏ ମାନେ ଭାବ ନଥିଲେ, ଆମେ ସଦ୍ଗୁରୁଙ୍କୁ ଆମ ଜୀବନରେ ପାଇନଥାନ୍ତେ। ତେଣୁ ଏଇଠି କଥା ଉଠେ ଆମର ଠାକୁର ତ ଆମର ଯୋଉ ହସ୍ତରକ୍ଷା ମଧ୍ୟ କୁହନ୍ତି, ମାନେ ଯୋଉ ପାମ୍ ଦେଖନ୍ତି, ଏଇ ହସ୍ତରେଖା ବିଶେଷଜ୍ଞ ମାନେ ଯୋଉଟା ଇଏ କରନ୍ତି, ଠାକୁର ତାକୁ ସୁନ୍ଦର ଭାବରେ ବୁଝଉଥିଲେ ଥରେ। ଦେଖନ୍ତୁ ଗୋଟେ ଜିନିଷ ହଉଛି, ଯୋଉମାନେ
ଏ ଭିତରେ ମଧ୍ୟ ଗୋଟେ ଅଲୌକିକ ଜିନିଷ ଅଛି ଯେ ଜଣେ ସବୁଠୁ ବଡ ହସ୍ତରେଖା ବିଶେଷଜ୍ଞ ଯିଏକି ସେଠି ପାଖରେ ରହୁଥିଲେ, ସେ ଠାକୁରଙ୍କର ହାତ ଦେଖିବା ପାଇଁ ପାବନାକୁ ଆସିଥିଲେ। ଥରେ ଠାକୁର ଯେତେବେଳେ ହାତ ଦେଖିଲେ, ଠାକୁରଙ୍କ ହାତରେ ଏଇ ଯୋଉ ହସ୍ତରେଖାଟା, ଯୋଉ ରେଖା ଗୁଡାକ ଥାଏ, ଇଏ ବାରମ୍ବାର ପରିବର୍ତ୍ତନ ହେଇ ଚାଲିଛି, ମାନେ ଏମିତି ଯେମିତି ଘୁରୁଛି ଖାଲି। ସିଏ ଆଶ୍ଚର୍ଯ୍ୟ ହେଲେ, ଏ ହସ୍ତରେଖା ଗୁଡାକ ବୁଲୁଛି କେମିତି ବାରମ୍ବାର ପରିବର୍ତ୍ତନ ହେଇଯାଉଛି, କାରଣ ଏ ଅଚରାଚର ବିଶ୍ୱଟା ତାଙ୍କରି ହାତରେ ହିଁ ବନ୍ଧା। ଏ ଅଚରାଚର ବିଶ୍ୱଟା ତାଙ୍କ ହାତରେ ବନ୍ଧା। ତେଣୁ ଏ ଅଚରାଚର ବିଶ୍ୱଟା ପରିବର୍ତ୍ତନଶୀଳ ପ୍ରତି ମୁହୂର୍ତ୍ତରେ। ତେଣୁ ତାଙ୍କର ହସ୍ତ ମଧ୍ୟ ସବୁବେଳେ ପରିବର୍ତ୍ତନ ଥିବ। ଯାହା ଲୌକିକ ଭାବରେ ବା ଶାରୀରିକ ସ୍ତରରେ ଆମେ ଯଦି ଦେଖୁ, ଠାକୁର ସାଧାରଣ ମଣିଷ ଭଳି ମାନେ ଚଳନ ପ୍ରଚଳନୀ ଥିଲେ ମଧ୍ୟ ତାଙ୍କ ତାଙ୍କ ପାଖରେ ସେ ଅନ୍ତର୍ଜାମିତ ଥିଲା, ତାଙ୍କ ପାଖରେ ସେଇ ବିଶ୍ୱ ବ୍ରହ୍ମାଣ୍ଡର ସେ ମାଲିକ, ସେଇ ଧାରା ତାଙ୍କ ପାଖରେ ଥିଲା। ସେଥିପାଇଁ ତାଙ୍କର ହସ୍ତ ରେଖା ଦେଖନ୍ତୁ, ଜଣେ ମଣିଷର ହାତ ରେଖା ଗୁଡିକ ବାରମ୍ବାର ପରିବର୍ତ୍ତନ ହେଇପାରିବ। ଇଏ ହଉଛି ଠାକୁରଙ୍କର ସେ ଅଲୌକିକତାର ଏକ ଧାରା। ଠାକୁରକୁ ଯେତେବେଳେ ପଚରା ଯାଇଥିଲା ଏଇ ହସ୍ତରେଖା ଉପରେ, ଠାକୁର କହୁଛନ୍ତି ମଣିଷ ମାନେ ମଣିଷର ଗୋଟେ ଅର୍ଜ ଥାଏ, କାମ କରିବାର ଗୋଟେ ଅର୍ଜ ଥାଏ। ସେଇ ଅର୍ଜଟା, ଯୋଉ ଚେଷ୍ଟାଟା, ସେ ଚେଷ୍ଟା ଫଳରେ ତା ଭିତରେ ଗୋଟେ ଟେନସନ ହୁଏ, ମାନେ ଷ୍ଟ୍ରେସ୍ ହୁଏ। ସେ ଷ୍ଟ୍ରେସ୍‌ଟା ଯୋଉଟା ପ୍ରଡ୍ୟୁସ୍ ହୁଏ, ଆମେ ଯୋଉ ଷ୍ଟ୍ରେସ୍ ନଉ ବିଭିନ୍ନ କାମ କରିବା ପାଇଁ, ସେଇ ଷ୍ଟ୍ରେସ୍‌ଟା କଣ ହୁଏ, ଆମ ବ୍ରେନ୍ ସେଲ୍ ଉପରେ ଇମ୍ପାକ୍ଟ କରେ। ଯେତେବେଳେ ଆମ ବ୍ରେନ୍ ସେଲ୍‌ରେ ଇମ୍ପାକ୍ଟ କରେ, ଆମ ବ୍ରେନ୍ ସେଲ୍ ଉପରେ ଆଫେକ୍ଟ କରେ, ସେଇ ବ୍ରେନ୍ ସେଲ୍‌ର ଆଫେକ୍ଟ ଫଳରେ ଆମର ହାତ ଆଉ ଆମର ଯୋଉ ମଥା ଉପରେ ତାର ଲାଇନ୍ସ ଗୁଡାକ ତିଆରି ହେଇଯାଏ। ସେ ଲାଇନ୍ସଟା, ସେଇଟା ଆମର ବ୍ରେନ୍ ସେଲ୍‌ରୁ ତିଆରି ହୁଏ। ତେଣୁ ଆମ ଫୋrehead ଉପରେ ବା ଆମର ପାମ୍ ଉପରେ ସିଏ ତାର ଗୋଟେ ଗୋଟେ ଲାଇନ୍ସ ତିଆରି କରେ। ଏମିତି ତିଆରି ଯୋଉ ହୁଏ, ସେଇଟା ଆମର ଭାଗ୍ୟକୁ ଆମ ହସ୍ତରେଖା ବୋଲି କୁହାଯାଏ। ତେଣୁ ଇଏ ଗୋଟେ କମ୍ପାରେଟିଭ୍ ଜିନିଷ। ମାନେ କମ୍ପାରେଟିଭ୍ ଜିନିଷ। ତାମାନେ ଜଣଙ୍କର ହାତ ରେଖାରେ ଏମିତି ଗୋଟେ ଗାର ଅଛି, ସେ ରାଜା ଥିଲା। ତେଣୁ ଯାହା ହାତରେ ଏମିତିଆ ଗାର ଥିବ ସିଏ ରାଜା ହବ। ଏହାର କିଛି ସେମିତି ସଠିକତା ନଥାଏ। କିନ୍ତୁ ଠାକୁରଙ୍କର ଯୋଉ କହିବା କଥା, ତାମାନେ ଏଇ ଯୋଉ ପାମ୍ ଉପରେ, ହାତ ଉପରେ ଯୋଉ ରେଖା ଆସେ, ତାର ବ୍ରେନ୍‌ରୁ ହିଁ ଆସିଥାଏ। ଦେଖନ୍ତୁ ଜଣେ ବଡ ଜ୍ୟୋତିଷ, ସେ ଯେତେବେଳେ ନଦୀକୁ ଗାଧେଇବାକୁ ଗଲେ, ଦେଖିଲେ ଗୋଟେ ପାଦ ଦେଖିକି ସେ ଜାଣିଦେଲେ ଯେ ଏଇ ପାଦଟା ରାଜାର ହେଇଥିବ। ସେ ପାଦକୁ ଲକ୍ଷ୍ୟ କରିକି ଆସିଲେ, ଦେଖିଲେ ଗୋଟେ ଗଛ ମୂଳେ ଜଣେ ସାଧୁ ବସିଛନ୍ତି, ତପସ୍ୟା କରୁଛନ୍ତି। ସେ ଆଉ କେହି ନଥିଲେ, ସେ ହଉଛନ୍ତି ବୁଦ୍ଧଦେବ। ବୁଦ୍ଧଦେବଙ୍କୁ ଦେଖିଲେ ତପସ୍ୟା, ତାଙ୍କର କହିଲେ ମୋର ମାନେ ଯୋଉ ଗବେଷଣା, ମୁଁ ଯୋଉ ସାଧନା ବୃଥା ହବନି, କି କେବେ ହେଲେ ଜଣେ ସାଧୁ ହେଇପାରନ୍ତିନି। ତେଣୁ ତାଙ୍କୁ ପଚାରିଲେ ଯେ ତୁମେ କଣ ଜଣେ ରାଜା? ସେ କହିଲେ ମୁଁ ତ ଭିକାରୀ, ସାଧୁ ଜଣେ। ନା, ତମ ପାଦ ଚିହ୍ନ କହୁଛି ତୁମେ ଜଣେ ରାଜା ବୋଲିକି। ଦେଖନ୍ତୁ, ବୁଦ୍ଧ ତ ଜଣେ ରାଜା ଥିଲେ, ସେଥିରୁ ବିଶ୍ୱ ଦୁନିଆର ରାଜା ହେଇଥିଲେ। ସାରା ବିଶ୍ୱ ମାନେ ତାଙ୍କୁ ଆଜି ପୂଜା କରେ। ତାଙ୍କରି ସେଇଭଳି ସମସ୍ତଙ୍କର, ସେ ତ ଗୋଟେ ସୀମିତ ଭୂଖଣ୍ଡ ଭିତରେ ରାଜା ହେଇଥାନ୍ତେ, କିନ୍ତୁ ସବୁ ଅନେକ କୋଟି କୋଟି ମଣିଷର ମାନସିକ ସ୍ତରରେ ସେ ରାଜା ହେଇଯାଇଥିଲେ। ଯାହା ହଉ, ଇଏ ହଉଛି ଜିନିଷ। ତେଣୁ ଜୀବନଟାକୁ ଯେଭଳି ଭାବରେ ଜ୍ୟୋତିଷ ଧରେ, করতে যে চাহে, বঞ্চা বরার কিস্তিমত জি, জীবন চলায় খাবে খায়ে, হয়ে থাকে ଧୂଳିସାତ୍ କରେ। ତ ଇଷ୍ଟଙ୍କ ପାଖରେ ତ ଅମୋଘ ନିଷ୍ଠା ରହେ, ସେତେବେଳେ ମଣିଷ ତାର ଜୀବନ ଚଳନ ଭିତରେ ଅନେକ ପରିବର୍ତ୍ତନ ଆସେ। ତେଣୁ ଏଇ ଯୋଉ ଆଷ୍ଟ୍ରୋଲୋଜିକାଲ ଜିନିଷଟା, ଆଷ୍ଟ୍ରୋଲୋଜି ଆଉ ଆଷ୍ଟ୍ରୋଫିଜିକ୍ସ ଦିଟା ଜିନିଷ। ଏ ଆଷ୍ଟ୍ରୋଲୋଜିଟା ଅନ୍ୟ ଏକ କଣ୍ଟ୍ରିରେ ବିଶ୍ୱାସ କରାଯାଏନି, ଯୋଉଟା କି ଭାରତରେ এই ଆଷ୍ଟ୍ରୋଲୋଜି ଭାରତରେ ବିଶ୍ୱାସ କରାଯାଏ। ତେଣୁ ଅନେକ କଣ୍ଟ୍ରିରେ ଯୋଉ ବିଶ୍ୱାସ କରାଯାଏନି, ତାର ମୂଳ କାରଣଟା କଣ? ତାର ମୂଳ କାରଣ ହଉଛି ସେମାନେ ଏଇ ସବୁ, କାରଣ ଆଷ୍ଟ୍ରୋଲୋଜିର ମୂଳ ତତ୍ତ୍ୱଟା, ଯୋଉ ପରାଶାସ୍ତ୍ରଟା ଏଇ ଭାରତରେ ହିଁ ସୃଷ୍ଟି ହେଇଥିଲା। କାରଣ ଆଜି ଯୋଉ ଗ୍ରହ ନକ୍ଷତ୍ର ଯାହା ଆମେ ବିଷୟରେ ପାଠ ପଢୁଛୁ, ଫିଜିକ୍ସରେ ପଢୁଛୁ, ତାର ମୂଳ ଜିନିଷଟା ଏଇ ଭାରତରେ ହିଁ ସୃଷ୍ଟି ହେଇଥିଲା। ଭାରତରୁ ସୃଷ୍ଟି ହେଇଥିଲା। ତାପରେ
ଡେଭଲପ ହେଲା ପରେ ସେମାନେ ଏହାକୁ ଗବେଷଣା କରିକି ଆମର ଏଇ ଶାସ୍ତ୍ର ପୁରାଣକୁ ଗବେଷଣା କରିକି ସେମାନେ ସାଇଣ୍ଟିଫିକାଲି ତାକୁ କହିଦେଇଛନ୍ତି। ତେଣୁ ଆଷ୍ଟ୍ରୋଫିଜିକ୍ସଟା ଏଇ ପ୍ଲାନେଟ୍ସ ମାନଙ୍କର ଗତିପଥକୁ ନେଇକି ଆଷ୍ଟ୍ରୋଫିଜିକ୍ସଟା ଅଛି, କିନ୍ତୁ ଆଷ୍ଟ୍ରୋଲୋଜିଟା ଏଇ ପ୍ଲାନେଟ୍ସ ମାନଙ୍କର ଗତିପଥ ମଣିଷ ଉପରେ ତାର ପ୍ରଭାବକୁ ନେଇକି ହଉଛି ଆଷ୍ଟ୍ରୋଲୋଜି। ମୁଁ ଆଉଥରେ କହୁଛି, ଏଇ ଗ୍ରହ ନକ୍ଷତ୍ର ଯାହା ଆମ ଚାରିପାର୍ଶ୍ୱରେ ଅଛନ୍ତି ସେମାନଙ୍କର ଗତି ଉପରେ ଯୋଉ ଷ୍ଟଡି କରାଯାଏ ସେଟା ହଉଛି ଆଷ୍ଟ୍ରୋଫିଜିକ୍ସ। ସେଇ ଗ୍ରହ ନକ୍ଷତ୍ର ମାନଙ୍କର ଯୋଉ ଗତି ଅଛି ସେଇ ଗତିର ବା ତାର ପ୍ରଭାବ ମଣିଷ ଉପରେ ଯାହା ରହିଛି ତାହା ହଉଛି ଆଷ୍ଟ୍ରୋଲୋଜି। ତେବେ ଏଇଠି ଦେଖିବା ଯେ ମଣିଷ ଉପରେ ତାର କେମିତି ପ୍ରଭାବ ପଡେ। ଦେଖନ୍ତୁ, ଆ, ମାନେ ଏଇ ଗ୍ରହ ନକ୍ଷତ୍ର ମାନଙ୍କର କିଭଳି ଭାବରେ ପ୍ରଭାବ ଥାଏ ସେଇ କ୍ରମରେ ଦେଖିବା ଯେ ଆମେ ପ୍ରଥମେ ଦେଖିବା ଯେ ଚନ୍ଦ୍ର ଚନ୍ଦ୍ରଙ୍କର ଯୋଉ ଗତି ଥାଏ। ଚନ୍ଦ୍ର ହଉଛନ୍ତି ଶୀତଳ ଗ୍ରହ, ଜଣେ ଉପଗ୍ରହ। ସିଏ ଗୋଟେ ଗ୍ରହ ନୁହେଁ, ଗୋଟେ ଉପଗ୍ରହ ପୃଥିବୀର ପାଖରେ ଅଛନ୍ତି। ତେଣୁ ଚନ୍ଦ୍ରଙ୍କର ପ୍ରଭାବ ଆମ ଉପରେ ରହିଛି, କାରଣ ଚନ୍ଦ୍ର ଏଇଟା ମଣିଷର ମାନସିକ ସ୍ଥିତିକୁ ଅ, ଧାରଣ କରେ। ଆଉ ଚନ୍ଦ୍ରକୁ ଦେଖନ୍ତୁ, ମଣିଷର ଆ, ମାନେ ତ ରାଶିଟା କୋଉ ରାଶି, ବୃଷ ରାଶି କି ମେଷ ରାଶି କି ମିଥୁନ ରାଶି, ଚନ୍ଦ୍ରର ଉପସ୍ଥିତି ନେଇକି ସ୍ଥିର କରାଯାଏ। ତେଣୁ ଚନ୍ଦ୍ର ହଉଛନ୍ତି ସେଇ ମାନସିକ ସ୍ଥିତିର ପ୍ରତୀକ। ତେଣୁ ଏଇ ଚନ୍ଦ୍ର ହଉଛନ୍ତି ମଣିଷର, ଯଦି ଆମେ ଆଷ୍ଟ୍ରୋଫିଜିକ୍ସରେ ଦେଖିବା, ଏଇ ଚନ୍ଦ୍ର ହଉଛନ୍ତି ଭାଇବ୍ରେସନକୁ କଣ୍ଟ୍ରୋଲ କରନ୍ତି। ତେଣୁ ଆମ ମାଇଣ୍ଡ ହଉଛି ଆୱାର ଥଟ୍ ଇଜ ଦ ଭାଇବ୍ରେସନ। ତେଣୁ ଏଇ ଯୋଉ ମାନସିକ ସ୍ଥିତିଟା ଚନ୍ଦ୍ରଙ୍କର ଉପସ୍ଥିତି ଉପରେ ନିର୍ଭର କରେ। ତେଣୁ ଶ୍ରୀ ଠାକୁର ମଧ୍ୟ ଭିତରେ ଗୋଟେ ଜାଗାରେ ଆଲୋଚନା ଇଂଲିଶରେ ଅଛି, ସେଟାକୁ କହୁଛନ୍ତି ଯେ ଚନ୍ଦ୍ର ଯୋଉ ଭାଇବ୍ରେସନ ଟାକୁ ମାନସିକ ସ୍ଥିତିକୁ ଇଏ କରେ, ଏଇ ଯୋଉ ନାମ କରିବା ଭିତରେ ସେଇ ଭାଇବ୍ରେସନ ସେଇ ଯୋଉ ଚନ୍ଦ୍ରଙ୍କର ଉପସ୍ଥିତିକୁ ସେ ସନ୍ତୁଳିତ କରିପାରେ। ତେଣୁ ଏଇ ଯୋଉ ଗ୍ରହ ଯେତେବେଳେ ଗୁରୁଙ୍କୁ ଧରିକି ଆମେ ଯେତେବେଳେ ନାମ କରୁ, ଗୁରୁ ଯେତେବେଳେ କେନ୍ଦ୍ରରେ ରହନ୍ତି, ତାଙ୍କୁ ନେଇକି ଯେତେବେଳେ ଆମେ ତାଙ୍କର ଇଷ୍ଟ ଗୁରୁ କୁ ଧରିକି ଆମେ ଦି ପ୍ରକାର ଗୁରୁ ଅଛନ୍ତି, ଇଷ୍ଟ ଗୁରୁ ଆଉ ସିଦ୍ଧ ଗୁରୁ। ତେଣୁ ଇଷ୍ଟ ଗୁରୁ ତାକା ହିଁ ବୋଲେ ଇଷ୍ଟ ଗୁରୁ ଜନ୍ମ ସିଦ୍ଧ ମନ୍ତ୍ର ପ୍ରତୀକ ତିନି, ଆଉ ସିଦ୍ଧ ଗୁରୁ ତାକା ହିଁ ବୋଲେ ସାଧନା ସିଦ୍ଧ ଜିନି। ତେଣୁ ଇଷ୍ଟ ଗୁରୁ ହଉଛନ୍ତି ମନ୍ତ୍ରର ପ୍ରତୀକ। ଠାକୁର ହଉଛନ୍ତି କୌଣସି ସାଧନା କରିକି ଗୁରୁ ହିଁ ନାହାନ୍ତି। ଠାକୁର ହଉଛନ୍ତି ଇଷ୍ଟ ଗୁରୁ, ଜନ୍ମରୁ ସିଦ୍ଧ ସେ ସିଦ୍ଧ ପୁରୁଷ। ଅନେକ ଲୋକ ଅନେକ ଗୁରୁ ଅଛନ୍ତି ଯୋଉମାନେ କି ସାଧନା କରିକି ସିଦ୍ଧି ଲାଭ କରିଛନ୍ତି। ତେଣୁ ଠାକୁର ହଉଛନ୍ତି ଇଷ୍ଟ ଗୁରୁ। ତେଣୁ ଆମେ ଇଷ୍ଟ ଗୁରୁଙ୍କୁ ଜୀବନ ଧରିଛେ। ତେଣୁ ଇଷ୍ଟ ଗୁରୁ ହଉଛି ମନ୍ତ୍ରର ପ୍ରତୀକ। ସେ ଯୋଉ ମନ୍ତ୍ର ଦିଅନ୍ତି, ଏଇ ଯୋଉ ମନ୍ତ୍ରଟାକୁ ଯେତେବେଳେ ଆମେ ପ୍ରତିନିୟତ ମନନ କରୁ, ଯୋଉ ତିନି ପ୍ରକାର ମନ୍ତ୍ର ଅଛି, ଗୋଟେ ଜପା ମନ୍ତ୍ର, ଆଉ ଗୋଟେ ଉପାସନା ମନ୍ତ୍ର, ଆଉ ଗୋଟେ ହଉଛି ଅଜପା ମନ୍ତ୍ର। ଠାକୁର ତ ଅଜପା ମନ୍ତ୍ର ତୃତୀୟ ମାନେ ଫାଷ୍ଟ ହାଏଷ୍ଟ ଡିଗ୍ରୀ ଅଫ ମନ୍ତ୍ର। ଆମେ ଯୋଉ ହରେ କୃଷ୍ଣ ହରେ ରାମ କରୁଛୁ ହଉଛି ଜପା ମନ୍ତ୍ର, ପାଟି ଉଚ୍ଚାରଣ କରି କରୁଛୁ। ଆଉ ଅଜପା ମନ୍ତ୍ର, ଉପାସନା ମନ୍ତ୍ର ଆମେ ଯାହା ଉଚ୍ଚାରଣ କରୁ କିନ୍ତୁ ତା ଅନ୍ୟମାନେ କେହି ଶୁଣି ପାରନ୍ତିନି, ସେଇଟା ହଉଛି ଉପାସନା ମନ୍ତ୍ର। କିନ୍ତୁ ଅଜପା ମନ୍ତ୍ର ଯୋଉଟା ମାନସିକ ସ୍ତରରେ ଜପ କରାଯାଏ, ଅଜପା ମନ୍ତ୍ର। ଠାକୁର ତ ଅଜପା ନାମ କଥା କହିଛନ୍ତି। ଏଇ ନାମ ହଉଛି ଏକ ସ୍ପନ୍ଦନାତ୍ମକ ପ୍ରତିଛବି। ଏଇ ଯୋଉ ସ୍ପନ୍ଦନ ଚନ୍ଦ୍ର ହଉଛି ଏଇ ମାନସିକ ସ୍ପନ୍ଦନଟାକୁ କଣ୍ଟ୍ରୋଲ କରେ। ଆଉ ଏଇ ମାନସିକ ସ୍ପନ୍ଦନଟା କୁ କଣ୍ଟ୍ରୋଲ କରୁଥିବାରୁ ଚନ୍ଦ୍ରର ଉପସ୍ଥିତି ମଣିଷ ଜୀବନରେ ସନ୍ତୁଳିତ ହୁଏ। ଆଉ ଚନ୍ଦ୍ର ହଉଛନ୍ତି ମାଙ୍କର ପ୍ରତୀକ। ଦେଖନ୍ତୁ, ଆମ ଜୀବନ ଶୈଳୀରେ ଯୋଉମାନେ ମାତୃକେନ୍ଦ୍ରିକ ଥାଆନ୍ତି, ମାଙ୍କୁ ଯୋଉମାନେ ଭଲ ପାଆନ୍ତି, ମାଙ୍କର ସେବା କରନ୍ତି, ସେମାନଙ୍କର ମାନସିକ ସ୍ଥିତି ମଧ୍ୟ ଭଲ ରହେ। ସେମାନେ ମାନସିକ ସ୍ଥିରତା ମଧ୍ୟ ରହେ, କାରଣ ମା ହଉଛନ୍ତି ଚନ୍ଦ୍ରର ପ୍ରତୀକ, ଆଉ ସୂର୍ଯ୍ୟଦେବ ହଉଛନ୍ତି ବାପାଙ୍କର ପ୍ରତୀକ, ପୁତ୍ର ବା ପିତାଙ୍କର ପ୍ରତୀକ। ତେଣୁ ଦି ପ୍ରକାର ରାଶି ଥାଏ। ଯୋଉ ଚନ୍ଦ୍ରର ଉପସ୍ଥିତିକୁ ନେଇକି ଗୋଟେ ରାଶି ଥାଏ, ସୂର୍ଯ୍ୟ ଯୋଉ ଗ୍ରହରେ ଉପସ୍ଥିତି ଥାଆନ୍ତି, ଯୋଉ ରାଶିରେ ଥାଆନ୍ତି, ତାକୁ ନେଇକି ମଧ୍ୟ ରାଶି ଥାଏ, ସୂର୍ଯ୍ୟଙ୍କର ରାଶି। କିନ୍ତୁ ଆମର ଭାରତୀୟ ସଂସ୍କୃତିରେ ଚନ୍ଦ୍ରଙ୍କୁ ନେଇକି ରାଶି ସ୍ଥିର କରାଯାଏ। ଚନ୍ଦ୍ର ଯୋଉ ଗ୍ରହର ଯୋଉ ରାଶିରେ ଥାଆନ୍ତି, ସେଇ ରାଶିକୁ ତାଙ୍କର ସେଇ ରାଶି ବୋଲି ଧରାଯାଏ। ରାଶିର ପୁଣି ଦେବତା ଥାଆନ୍ତି, ରୁଲିଂ ପ୍ଲାନେଟ୍ସ ମଧ୍ୟ ଥାଆନ୍ତି। ତେଣୁ ଯେମିତି ଠାକୁରଙ୍କର ରାଶି ମଧ୍ୟ କନ୍ୟା ରାଶି ଥିଲା। ଠାକୁରଙ୍କର କନ୍ୟା ରାଶି ଥିଲା।
ଆଉ ମୁଁ ପ୍ରଥମେ କହି ରଖେ ଯେ ଠାକୁର ଏଇ ଯୋଉ ମହାଦଶା ତିଥି ଭିତରେ ଠାକୁରଙ୍କର ଯୋଉ ବିଧାନ ଥିଲା, ଗୋପାଳ ଚନ୍ଦ୍ର ଦାସ ଗୋଲକ ଦାଦା ଜଣେ ଦାଦା ଥିଲେ, ଜଣେ କି ଏମଏସସି କେମିଷ୍ଟ୍ରି ଥିଲେ। ସେ ଠାକୁରଙ୍କ ପାଖରେ ପୂର୍ଣ୍ଣ ସମର୍ପିତ ଜୀବନ ଥିଲା ଏବଂ ସେ ମାନେ ଠାକୁରଙ୍କର ଜ୍ଞାନୀ ମଣିଷ ଥିଲେ ଏବଂ ତାଙ୍କରି ପାଇଁ ଯେତେବେଳେ ସେ ଠାକୁର ତାଙ୍କୁ କହିଥିଲେ ଏଇ ରାଶି ଉପରେ, ଦଶା ମହାଦଶା ଉପରେ, ଏ ଉପରେ ମାନେ ଗବେଷଣା କରିବା ପାଇଁ। ମହାଦଶା କଣ ଆମେ ବୁଝିବା, କିନ୍ତୁ ମହାଦଶା ଉପରେ ଯେତେବେଳେ ଗବେଷଣା କରିବାକୁ ତାଙ୍କୁ ଦିଆଗଲା, ସେଥିରେ ଗବେଷଣା କରିକି ଦେଖିଲେ ଏବଂ ସେଥିରେ ସିଏ ଗୋଟେ ଜିନିଷ କହିଥିଲେ ଯେ ଗବେଷଣାରେ ଯାହା ଜଣା ପଡିଥିଲା ଯେ ମଣିଷଟା ଯୋଉ ମହାଦଶାରେ ମୃତ୍ୟୁ କରେ, ତାର ଆଗାମୀ ଜନ୍ମଟା ଯେତେବେଳେ ପୁଣି ଥରେ ଜନ୍ମ ନିଏ, ସେ ସେଇ ମହାଦଶାରେ ପୁଣି ଜନ୍ମ ନିଏ, କାରଣ ତାର ସେ ମହାଦଶା ଟା 120 ବର୍ଷର ବିଧାନ। ତେଣୁ ଏଇ ଯୋଉ ଅଧା ହେଇଯାଇଥିବା ମହାଦଶାଟା ପୁଣି ସେଥିରେ ହୁଏ। ତେଣୁ ସିଏ ଯେତେବେଳେ ଗବେଷଣା କରିକି ଦେଖିଲେ ଯେ ଠାକୁର ତ କହୁଥିଲେ ରକ୍ତ ମାଂସ ଧରିକି ଯେଉଁ ଦେବତା ଧରା ପୃଷ୍ଠରେ ପ୍ରଥମ ଆସିଛନ୍ତି ସେ ହଉଛନ୍ତି ରାମଚନ୍ଦ୍ର। ତା ପୂର୍ବରୁ ତ ଥିଲା ସୃଷ୍ଟିର ଗୋଟେ ଗୋଟେ ତତ୍ତ୍ୱ, ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଇଏ ହଉଛି ସୃଷ୍ଟିର ଗୋଟେ ଗୋଟେ ତତ୍ତ୍ୱ, ଥିଓରି ଅଫ ଇଭଲ୍ୟୁସନ। ତେଣୁ ରକ୍ତ ମାଂସ ଧରିକି ଯୋଉ ମହାପୁରୁଷ, ଯୋଉ ପରମ ପୁରୁଷ ଯିଏ ଧରା ପୃଷ୍ଠରେ ଆସିଥିଲେ, ସେ ହଉଛନ୍ତି ରାମଚନ୍ଦ୍ର। ତେଣୁ ସିଏ ଗବେଷଣା କରିକି ଗୋପାଳ ଦାସ ଦେଖିଥିଲେ, ଯୋଉ ଗୋଲକ ଦାସ ଦେଖିଥିଲେ ଯେ ରାମଚନ୍ଦ୍ର ଯୋଉ ମହାଦଶାରେ ମୃତ୍ୟୁବରଣ କରିଥିଲେ, ଶ୍ରୀକୃଷ୍ଣଙ୍କର ସେଇ ମହାଦଶାରେ ଜନ୍ମ ହେଇଥିଲା। ଶ୍ରୀକୃଷ୍ଣ ଯୋଉ ମହାଦଶାରେ ମୃତ୍ୟୁବରଣ କରିଥିଲେ, ବୁଦ୍ଧଦେବଙ୍କର ସେଇ ମହାଦଶାରେ ଜନ୍ମ। ବୁଦ୍ଧଦେବ ଯୋଉ ମହାଦଶାରେ ମୃତ୍ୟୁବରଣ କରିଥିଲେ, ଜେସସ୍ ଖ୍ରୀଷ୍ଟଙ୍କ ପରେ ରସୁଲ ମହମ୍ମଦ ପରେ ନିତାଇ ଚୈତନ୍ୟଙ୍କର ସେଇ ମହାଦଶାରେ ରାମକୃଷ୍ଣ ପରମହଂସ ଏବଂ ସେତିକି ଗବେଷଣା ଅବସ୍ଥାରେ ସେ ହୟତ ରାମକୃଷ୍ଣ ପରମହଂସଙ୍କର ଯୋଉ ମହାଦଶାରେ ମୃତ୍ୟୁ ଥିଲା, ସେଇ ମହାଦଶାରେ ଠାକୁରଙ୍କର ଜନ୍ମ ଗବେଷଣା କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହେଇଯାଇଥିଲା। ହୟତ ତା ହିଁ ବିଡମ୍ବନା ଥିଲା। ତେଣୁ ଏଇ ଯୋଉ ଆମର ଯୋଉ ଏଇଥିରୁ ଜଣା ପଡେ ଯେ ଯୋଉ ପୂର୍ବ ଜନ୍ମ ସହିତ ଆମ ଜନ୍ମର ଏଇ ଜନ୍ମର ସମ୍ପର୍କ ଜଣା ପଡେ। ତେଣୁ ଏଇ ଜନ୍ମ ଜନ୍ମାନ୍ତର ଦେଇକି ଆମେ ଏଇ ଦଶା ମହାଦଶା ଦେଇକି ଆମେ ଏଇ ଭିତରେ ଦେଇକି ଗତି କରିକି ଆସିଥାଉ। ତେଣୁ ଇଏ ଗୋଟେ ଆଷ୍ଟ୍ରୋଲୋଜିକାଲ କଣ୍ଟିନ୍ୟୁଟି ରହେ। ଆଉ ଯୋଉମାନେ ଅନେକ ଲୋକ ଅଛନ୍ତି ଆ, ମାନେ ବିଶ୍ୱାସ କରନ୍ତିନି। ତେଣୁ ଯୋଉମାନେ ଆଧ୍ୟାତ୍ମିକତାର ଧାରା ବା ଥିଓଲୋଜିକାଲ ଥିଙ୍ଗସ୍, ଆଧ୍ୟାତ୍ମିକତାର ଧାରା ଆଉ ଏଇ ଯୋଉ ରାଶି ଚକ୍ର ବା ଆଷ୍ଟ୍ରୋଲୋଜି, ଯୋଉଟାକୁ ଆମେ ଦେଖୁ ଆଷ୍ଟ୍ରୋଲୋଜି ଆଣ୍ଡ ସ୍ପିରିଚୁଆଲିଜିମ୍ କନେକ୍ଟେଡ ହେଇକି ରହିଛି। ତେଣୁ ଯେତେବେଳେ ଆମେ ପୂର୍ବଜନ୍ମ ଆମେ ଆଷ୍ଟ୍ରୋଲୋଜିକୁ ବିଶ୍ୱାସ କରିବା କଲେ ଆମେ ଏଇ ଯୋଉ ସ୍ପିରିଚୁଆଲିଜିମଟାକୁ, ଆଧ୍ୟାତ୍ମିକତାକୁ ବୁଝିବାକୁ ପଡିବ। ଆଧ୍ୟାତ୍ମିକ ଧାରା ଆମ ଜୀବନ ଧାରାକୁ ବୁଝିବାକୁ ହେଲେ ଆଷ୍ଟ୍ରୋଲୋଜିକାଲ ଧାରାଟାକୁ ମଧ୍ୟ ବୁଝିବାକୁ ପଡିବ। ତେଣୁ ଆମେ ଅନେକ ସମୟରେ କଷ୍ଟ ପାଉ, ସତ୍କର୍ମ କରୁ କଷ୍ଟ ପାଉ, ତାହା ହଉଛି ପୂର୍ବଜନ୍ମର କଥା। ଆପଣ ଜାଣିଛନ୍ତି ଭୀଷ୍ମ କିଭଳି ସରଶଯ୍ୟା ନେଇଥିଲେ, କାରଣ ସାପକୁ ଫିଙ୍ଗି ଦେଇଥିଲେ, କଣ୍ଟା ଉପରେ ପଡି ପଡି ରକ୍ତ ବୋହି ବୋହି ସିଏ ବି ମରିଥିଲା। କେତେ ଜନ୍ମ ପରେ ସେ ମଧ୍ୟ ସେଇ ପ୍ରକାର। ଆପଣ ଗାନ୍ଧାରୀଙ୍କର 100 ପୁତ୍ରଙ୍କ ମୃତ୍ୟୁ ତାଙ୍କ ପୂର୍ବ ଜନ୍ମ ଥିଲା। ଯେତେବେଳେ ଦେବକୀ ଆଉ ବାସୁଦେବ ଯେତେବେଳେ ପଚାରୁଛନ୍ତି ଶ୍ରୀକୃଷ୍ଣଙ୍କୁ, ତୁମେ ମତେ କାହିଁକି କାରାଗାରରେ ଏତେ ଦିନ ରହିଲ, ତୁମେ କି ଦୋଷରେ ମତେ 14 ବର୍ଷ ବନବାସ ପଠେଇ ଦେଇଥିଲ। ତାମାନେ ଇଏ ହଉଛି ସବୁ କିଛି ତାଙ୍କର ଜନ୍ମ ଜନ୍ମାନ୍ତରର କଥା ସହିତ ତାର କେତେ ସମ୍ପର୍କ, ନିବିଡ଼ ସମ୍ପର୍କ ତା ସହିତ ଜଣା ପଡେ। ତେଣୁ ମାନେ ଏଇଠି କହି ରଖେ ଅନେକ ଜିନିଷ ଠାକୁରଙ୍କ ଜୀବନରେ ଥିଲା, କାରଣ ଠାକୁର ଯେତେବେଳେ କୃଷ୍ଣପ୍ରସନ୍ନ ଭଟ୍ଟାଚାର୍ଯ୍ୟ ଯେତେବେଳେ ଠାକୁରଙ୍କ ପାଖକୁ ଆସିଥିଲେ, ରାତିରେ ରହିଥିଲେ, ଠାକୁରଙ୍କୁ ପଚାରିଥିଲେ ଯେ ଠାକୁରଙ୍କୁ ଯେତେବେଳେ ସେ ଶୁଣିଲେ ଜୀବନ୍ତ ଭଗବାନ କଥା, ଜୀବନ୍ତ ଭଗବାନଙ୍କର କଥା ଶୁଣି ଠାକୁରଙ୍କ ପାଖକୁ ଆସିଥିଲେ, ଦେଖିଲେ ଠାକୁର ଇଞ୍ଜେକ୍ସନ ନଉଛନ୍ତି, ସିକୋରିନ ଇଞ୍ଜେକ୍ସନ, ଓ ଆହା କରି ଚିତ୍କାର କରୁଛନ୍ତି, ଦୌଡିଆ ଖଟ ଉପରେ ଶୋଇଛନ୍ତି। ସେତେବେଳେ ସେ ଭାବିଲେ ଇଏ ହଉଛନ୍ତି କଣ ଜୀବନ୍ତ ଭଗବାନ, ଯିଏ ନିଜେ କଷ୍ଟ ସହି ପାରୁନାହାନ୍ତି, ଇଞ୍ଜେକ୍ସନ ନଉଛନ୍ତି, ସେ ମଣିଷର କଣ କଷ୍ଟ ଦୂର କରିବେ, ସେ କି କଷ୍ଟ ଦୂର କରିବେ। ଏଇ କଥା ସେ ମନେ ମନେ ଭାବିକି ରାତିରେ ବିଶ୍ରାମ କଲେ, ସକାଳେ ପ୍ରଣାମ କରିକି ପଳେଇ ଯିବା ପାଇଁ ଚାହୁଁଥିଲେ କୃଷ୍ଣ। ଠାକୁର ସେତେବେଳେ ତାଙ୍କୁ ପଚାରିଲେ ଯେତେବେଳେ କଣ କର ବୋଲି, ସେ ଗର୍ବର ସହିତ ଗୋଲ୍ଡ ମେଡାଲିଷ୍ଟ ସବୁ ଗୁଡାକ ଫାର୍ଷ୍ଟ କ୍ଲାସ ଫାର୍ଷ୍ଟ ସବୁଥିରେ ପାଇଛି। ଆଉ ସିଭି ରମଣଙ୍କର ହଉଛି ପଟଶାସ୍ତ୍ର। ମତେ ଗୋଟେ ନକ୍ଷତ୍ର, ଏମିତି ଗୋଟେ ନକ୍ଷତ୍ର ନାଁ କହିଲେ, ଏଇ ନକ୍ଷତ୍ର ଉପରେ ମତେ ଗବେଷଣା କରିବା ପାଇଁ ଦିଆଯାଇଛି। ତ ଯୋଉ ଗବେଷଣା କରିବା ପାଇଁ ତାଙ୍କ ପୁରା ସାରା ଜୀବନ ଚାଲି ଯାଇଥାନ୍ତା,
ସେଇ ନକ୍ଷତ୍ର ଉପରେ ସେଇ ପ୍ଲାନେଟ୍ସ ଉପରେ ବା ଷ୍ଟାର ଉପରେ ଗବେଷଣା କରିବା ପାଇଁ ତାଙ୍କ ଯାରା ସାରା ଜୀବନ ଚାଲି ଯାଇଥାନ୍ତା। ଠାକୁର ଖାଲି ଆଖିରେ ଦେଖିକି କହିଲେ "ଏଇ ସେଇ ଯୋଉ ନକ୍ଷତ୍ର ଯାହାକି ପୃଥିବୀ ଠାରୁ ଏତିକି ଦୂରତା, ଯିଏ ଯାର ଆଲୋକ ନାହିଁ ଅଛି, ତାର ଏମିତି ଗତିପଥ, ତାର ସାନ୍ଦ୍ରତା ଏତିକି, ସବୁ କିଛି ଯାହା ତାଙ୍କ ସାରା ଜୀବନ ବିତି ଯାଇଥିଲେ ସେ ତାକୁ ଗବେଷଣା କରିକି ପାଇଥାନ୍ତେ କି ନାହିଁ। କିନ୍ତୁ ଠାକୁର ଗୋଟେ ମୁହୂର୍ତ୍ତରେ ତାଙ୍କ ଖାଲି ଆଖିରେ ଦେଖିକି ସବୁ କଥା କହିଦେଲେ। ଏ ଗ୍ରହ ଗ୍ରହ ନକ୍ଷତ୍ର ଆଦିଙ୍କର ଉପସ୍ଥିତିକୁ ଖାଲି ଆଖିରେ ସେ ଦେଖିଲେ। ସେଥିପାଇଁ ସେ ନୋବେଲ ଲରେଟ ଙ୍କର ଯୋଉ କଥା ଥିଲା, ସେ ଠାକୁର ଇଜ ଦ କ୍ରିଏଟର ଆଣ୍ଡ ଅବଜର୍ଭର ଅଫ ଦିସ୍ ୟୁନିଭର୍ସ। ଠାକୁର ହଉଛନ୍ତି କ୍ରିଏଟର ଆଣ୍ଡ ଅବଜର୍ଭର ଅଫ ଦ କ୍ରିଏସନ ଅଫ ଦିସ୍ ୟୁନିଭର୍ସ। ସେ ପୃଥିବୀ ସୃଷ୍ଟିର ସବୁ କିଛିକୁ ନିଜ ଆଖିରେ ଦେଖିଛନ୍ତି। ଇଏ ଥିଲା ତାଙ୍କର ଠାକୁରଙ୍କ ପ୍ରତି ତାଙ୍କର ସେ ଜଣେ ମାନେ କିତାବ ଲେଖିଥିଲେ, ବହି ଲେଖିଥିଲେ। ସେ ବହିରେ ସେ ଉଲ୍ଲେଖ କରିଥିଲେ। ତେଣୁ ସେଇଠୁ ଜଣା ପଡେ ଯେ ଠାକୁର ଖାଲି ଆଖିରେ ଦେଖିକି ଯେତେବେଳେ କହିଦେଲେ, ସେ ସେତେବେଳେ ଠାକୁରଙ୍କ ଚରଣରେ ପଚାରିକି ବୁଝୁଥାନ୍ତି ଯେ ଠାକୁର କୋଉ ଯାକେ ପଢିଛନ୍ତି। ଦେଖିଲେ ମାଟ୍ରିକ ବି ପାସ୍ କରିନାହାନ୍ତି। ଆଉ ପାସ୍ କରିବାର କଣ ଦରକାର, ଯିଏ ତ ଜନ୍ମ ସିଦ୍ଧ, ତାଙ୍କୁ କଣ ଦରକାର, ଡାକ୍ତରୀ ପଢିଛନ୍ତି ଛାଡି ଦେଇଛନ୍ତି। ତେଣୁ ସେଭଳି ବ୍ୟକ୍ତି, ସେଭଳି ପରମ ପୁରୁଷଙ୍କ ଚରଣରେ ସେ ତାଙ୍କ ଜୀବନ ସମର୍ପଣ, ତାଙ୍କ ପରିବାର ସମସ୍ତେ ମଧ୍ୟ ସେଥିରେ ସମର୍ପିତ ହେଇଥିଲେ। ତେଣୁ କଥା ହଉଛି ଠାକୁର ଏଇ ଯୋଉ ଗ୍ରହ ନକ୍ଷତ୍ର ଆଦି ଯାହା କିଂ କୁର୍ବତୀ ଗ୍ରହ ସର୍ବା ଯଶ କେନ୍ଦ୍ର ବୃହସ୍ପତି, ଯେତେବେଳେ ଆମେ ବୃହସ୍ପତିକୁ ଆମେ କେନ୍ଦ୍ରରେ ଗ୍ରହଣ କରୁ, ଯିଏକି ସବୁ ଗ୍ରହ ଗ୍ରହାଦିଙ୍କର ପରିଚାଳନା ଦାୟିତ୍ୱ ଯାହାଙ୍କ ଉପରେ ଅଛି, ସେ ସବୁ କିଛିକୁ ନିଜ କଣ୍ଟ୍ରୋଲରେ ନିଜେ ରଖିପାରନ୍ତି। ଏଇ କ୍ରମରେ ଗୁରୁ କିଙ୍କର ଦାଙ୍କର ଗୋଟେ କଥା ମନେ ପଡେ। ଗୁରୁ କିଙ୍କର ଦା କହୁଥାନ୍ତି ଯେ ଜଣେ ମାଟେ ଆସିଥାଏ ସେଦିନ। ସେ ହଉଛି ତାଙ୍କର ସ୍ୱାମୀ ହଉଛନ୍ତି ଜଣେ ସାନିଟାରୀ ଇନ୍ସପେକ୍ଟର। ଠାକୁରଙ୍କ ପାଖକୁ ନିବେଦନ କରିବାକୁ ଆସିଛନ୍ତି। ସନ୍ତାନ ସନ୍ତତି ନାହିଁ, ସନ୍ତାନ ସନ୍ତତି ନାହିଁ। ସନ୍ତାନ ସନ୍ତତି ନଥିବାରୁ ଅନେକ ଦୁଃଖରେ ଥାନ୍ତି। ତାଙ୍କ ପତ୍ନୀ ଆସିକି ଯେତେବେଳେ ପ୍ରଣାମ କରିଛନ୍ତି, ନିବେଦନ କରିଛନ୍ତି ସନ୍ତାନ ପାଇଁ, ଠାକୁର ତାଙ୍କୁ ଆଶୀର୍ବାଦ କରିଛନ୍ତି ସନ୍ତାନ ପାଇଁ, ଏବଂ ମା ହେଇଛନ୍ତି, ସେ ସନ୍ତାନ ଆସିଛି। ତାପରେ ସେ ଠାକୁରଙ୍କୁ ଭୁଲି ଯାଇଛନ୍ତି, ଆଉ ଠାକୁରଙ୍କ ପାଖକୁ ଆସିନାହାନ୍ତି। ଏବଂ ପିଲା ମାନେ ନିଜ ଜୀବନକୁ ଇଷ୍ଟଙ୍କ ଚଳନୀରେ ଆଉ ରଖିନାହାନ୍ତି। ଆଉ ତାଙ୍କର ଯୋଉ ସନ୍ତାନ ହେଇଛି ତାଙ୍କୁ ଦୀକ୍ଷା ମଧ୍ୟ ଦେଇନାହାନ୍ତି। ଏଇଭଳି ଅନେକ ବର୍ଷ ବିତି ଯାଇଛି। 16 ବର୍ଷ ବୟସରେ ଯେତେବେଳେ 16 ବର୍ଷ ହେଇଛି, ଯେତେବେଳେ ତାଙ୍କ ସନ୍ତାନକୁ, ସେତେବେଳେ ତାର ମୃତ୍ୟୁ ହେଇଯାଇଛି। ଡେଥ୍ ହେଇଗଲା ପରେ ସେ ପୁଣି ଆସିଛି ଠାକୁରଙ୍କ ପାଖକୁ ଯେ ମତେ ଦେଇଥିଲେ, ଆପଣ ପୁଣି ନେଇଗଲେ ବୋଲି। ଠାକୁର ସେତେବେଳେ ଗମ୍ଭୀର ହେଇ ପଡିଛନ୍ତି, ଦୁଃଖ ପ୍ରକାଶ କରିଛନ୍ତି। ଏବଂ ସେତେବେଳେ ଠାକୁର ପଚାରୁଛନ୍ତି ତାଙ୍କ ରାଶି, ତାଙ୍କ ଜାତକ ଟିକେ ଦେଖିବାକୁ ତାଙ୍କ ମା ବାପାଙ୍କର। ଯେତେବେଳେ ଜାତକ ଦେଖାଯାଇଛି, ତାଙ୍କ ଜନ୍ମ ଜାତକରେ ଦେଖାଯାଇଛି, ତାଙ୍କ ଜନ୍ମ ଜାତକରେ ମାନେ ସନ୍ତାନ ଭୋଗ ନାହିଁ। ଦୁଇ ଜଣଙ୍କର ସନ୍ତାନ ଭୋଗ ନାହିଁ। ତାର ସନ୍ତାନ ସନ୍ତତି ତାଙ୍କ ଜୀବନରେ ହେବେ ନାହିଁ। ଯୋଉ ପଞ୍ଚମ ଘର, ଯୋଉଟା କି ସନ୍ତାନ ସୁଖର ଅକ୍ଷର, ପଞ୍ଚମ ଘର, ଏଇ ପଞ୍ଚମ ଘରେ ଯେତେବେଳେ ମାଲେଫିକ ପ୍ଲାନେଟ ଥାନ୍ତି, ଯେତେବେଳେ ମାନେ ଖରାପ ଗ୍ରହ ଯୋଉମାନେ ଥାନ୍ତି, ସେତେବେଳେ ସନ୍ତାନଟା ହୁଏ ନା। ତେଣୁ ପଞ୍ଚମ ଗୃହଟା ବା ଫିଫ୍ଥ ହାଉସଟା ବହୁତ ଇମ୍ପୋର୍ଟାଣ୍ଟ। ଏଇ ଫିଫ୍ଥ ହାଉସରେ ଯୋଉମାନଙ୍କର ଉଚ୍ଚ ସ୍ତର ଗ୍ରହ ଥାନ୍ତି, ସୁସନ୍ତାନ ସେମାନଙ୍କର ଜନ୍ମ ଲାଭ କରନ୍ତି। ତେବେ ଯାହା ହଉ, ସିଏ ଯେତେବେଳେ ପରୀକ୍ଷା, ଯେତେବେଳେ ତାଙ୍କର ଆଷ୍ଟ୍ରୋଲୋଜିକାଲ ଦେଖାଗଲା କି ତାଙ୍କର ସନ୍ତାନ ଯୋଗ ନାହିଁ। ଠାକୁରଙ୍କର ଆଶୀର୍ବାଦରେ ସେ ସନ୍ତାନ ପାଇଛନ୍ତି। ଠାକୁର ତାଙ୍କୁ କହୁଛନ୍ତି ମୁଁ ତମକୁ ଦେଇଥିଲି କିନ୍ତୁ ତୁମେ ରଖିପାରିଲ ନାହିଁ। ଦେଖନ୍ତୁ, ମୁଁ ତମକୁ ଦେଇଥିଲି, ତା ମାନେ ଯାହା ମୁଁ ଆଜି ଯୋଉ ଟପିକ ରଖିଛି କି କିଂ କୁର୍ବତୀ ଗ୍ରହ ସର୍ବା, ତାଙ୍କ ଗ୍ରହରେ ନାହିଁ। କିନ୍ତୁ ଯେତେବେଳେ ଯଶ କେନ୍ଦ୍ର ବୃହସ୍ପତିଙ୍କର ଯେତେବେଳେ ଆଶୀର୍ବାଦ ହେଇଛି, ସଦ୍ଗୁରୁଙ୍କର ଯେତେବେଳେ ଆଶୀର୍ବାଦ ହେଇଛି, ସେତେବେଳେ ସେ ସନ୍ତାନ ଯୋଗ୍ୟ ହେଇଛନ୍ତି। ଆମର ସମ୍ବଲପୁରରେ ଜଣେ ରୀତିକ ଅଛନ୍ତି, ତାଙ୍କର ବି ସନ୍ତାନ ସନ୍ତତି ନଥିଲେ। ସେ ଦାଦାଙ୍କ ପାଖରେ ନିବେଦନ କରେ, ଦାଦା ତାଙ୍କୁ ଆଶୀର୍ବାଦ କରେ। ଅନେକ ବର୍ଷ ପରେ ସିଏ ସନ୍ତାନ ସୁଖ ଲାଭ କଲେ। ଅନେକ ଉଦାହରଣ ଅଛି ତାର, ମାନେ ମାନେ ହିସାବ କଲେ ମାନେ ଅନେକ ଲମ୍ବା ଚଉଡା ହବ। ଆମେ ସମସ୍ତେ ଅନୁଭବ କରିଛେ। ଅନେକ ଗୁରୁ ଭାଇ ଗୁରୁମା ଆଚାର୍ଯ୍ୟଙ୍କ ମାନେ ଯୋଉ ଆଚାର୍ଯ୍ୟ ପରମ୍ପରା ଭିତରେ ଆଶୀର୍ବାଦ ପ୍ରାପ୍ତ ହେଇଛନ୍ତି, ଠାକୁରଙ୍କ ପାଖରେ ଆଶୀର୍ବାଦ ପ୍ରାପ୍ତ ହେଇକି ସନ୍ତାନ ସନ୍ତତି ଯୋଗ ହେଇଛି।
ତେଣୁ ଜଣେ ମାଟେ ଯେତେବେଳେ ଆସିଛି ମାନେ ଚାକିରି କରିଛି, ବହୁତ ଡକ୍ଟର ସେ ଡକ୍ଟର ଜଣେ ସେତେବେଳେ ତାର ସିଏ ହାତରେ ଆଉ ଚୁଡ଼ି ପିନ୍ଧେ, କାରଣ ଅପରେସନ ଗାଇନିକ ଡକ୍ଟର ଅପରେସନ କରିବା ପାଇଁ ତାକୁ ଚୁଡ଼ି କି ମୁଦି କି ଏଗୁଡା ସବୁ କିଛି ପିନ୍ଧେ ନା। ଯେତେବେଳେ ଠାକୁରଙ୍କୁ ନିବେଦନ କରୁଛି ସନ୍ତାନ ନାହିଁ, ନିଜେ ଗାଇନିକ ଡକ୍ଟର କିନ୍ତୁ ସନ୍ତାନ, ସେ ଅନେକ ଗବେଷଣା ଅନେକ ଚେଷ୍ଟା କଲା ପରେ ମେଡିକାଲ ସାଇନ୍ସ ଯେତେବେଳେ ଫେଲ ମାରିଛି, ସେ ଠାକୁରଙ୍କ ପାଖକୁ ଆସିଛନ୍ତି। ଠାକୁର ତାଙ୍କୁ କହୁଛନ୍ତି ଯେ ତୁମେ ହାତରେ ଶଙ୍ଖା ପିନ୍ଧନା, ମଥାରେ ସିନ୍ଦୁର ଦଉନା, ଆଉ ସେ କହୁଛନ୍ତି ମୋର ପ୍ରଫେସନ ସେମିତି, ମୁଁ ଏଇଟା ପିନ୍ଧି ପାରେ ନା। ଆଉ ଯେତେବେଳେ ସେ ମାଙ୍କ ପାଖକୁ ଠାକୁର ତାଙ୍କୁ ପଠେଇଛନ୍ତି, ମା ତାଙ୍କୁ ଆ, ଶଙ୍ଖା ମାନେ ପୁରା ଯେମିତି ମାନେ ଇଏ ଭଳି ବେଶରେ ସଜେଇ ଦେଇଛନ୍ତି, ବୋହୂ ଭଳି ବେଶରେ, ଏବଂ ମଥାରେ ସିନ୍ଦୁର ଦେଇ ଦେଇଛନ୍ତି ଏବଂ ତାଙ୍କୁ ପ୍ରତିନିୟତ ପାଳନ କରିବାକୁ କହିଛନ୍ତି। ସେ ପାଳନ କରିଛନ୍ତି। ଏଇ ଯୋଉ ମଣିଷ ବଡିରେ ଯୋଉ ଆଇରନ କଣ୍ଟେଣ୍ଟଟା ଏଇ ଯୋଉ ଶଙ୍ଖା ଶଙ୍ଖା ମାନେ ତାର ବଢାଏ, ମାନେ ଆଇରନ କଣ୍ଟେଣ୍ଟ ହାଡକୁ ଷ୍ଟ୍ରଙ୍ଗ କରେ, ଆଉ ସିନ୍ଦୁରଟା ଯୋଉଟା କି ମାନେ ବଡି ତାର ଇମ୍ୟୁନିଟି ଟାକୁ କଣ୍ଟ୍ରୋଲ କରେ। ଏସବୁ ଜିନିଷ ଅନେକ ଜିନିଷ ଅଛି ସାଇଣ୍ଟିଫିକାଲ। ଆଜି ବର୍ତ୍ତମାନର ଆଧୁନିକ ନାରୀ ଏସବୁ ଗ୍ରହଣ କରିପାରେ ନା, ଏହା ପଛର ବିଜ୍ଞାନ ବହୁତ ଅଛି, କାରଣ ନାରୀର ଆଇରନ୍ କଣ୍ଟେଣ୍ଟ ବହୁତ କମ ଥାଏ। ତେଣୁ ଆଇରନ୍ ପାଇଁ ସେଥିପାଇଁ ସେ ସବୁ ଜିନିଷ ବିଧାନ କରାଯାଇଥିଲା। ଆଗରୁ ମୁନି ଋଷି ମାନେ କଣ ମୂର୍ଖ ଥିଲେ? ତେବେ ଯାହା ହଉ, ଏଇସବୁ ଜିନିଷ ସେଇ ସମୟରେ ତାକୁ ଯେତେବେଳେ ପିନ୍ଧିଲେ ସେ ତାପରେ ସେ ତାଙ୍କର ମାତୃତ୍ୱ ପାଇପାରିଛନ୍ତି। ଇଏ ହଉଛି କଥା। ସେଦିନ ଜଣେ ମାଟେ ଆସିକି ଠାକୁରଙ୍କ ପାଖରେ ପହଞ୍ଚିଛି। ଶାଶୁ ଘରେ ଅନେକ ଯାତନା, ଅନେକ ଗଞ୍ଜଣା ସହି ନ ପାରି ସେ ଠାକୁରଙ୍କ ପାଖକୁ ପଳେଇ ଆସିଛି। ଠାକୁରଙ୍କ ପାଖକୁ ଯେତେବେଳେ ପଳେଇ ଆସିଛି, ଠାକୁରଙ୍କୁ ନିବେଦନ କରୁଛି ଯେ ଠାକୁର ମୁଁ ଏଇଠି ରହିବି। ଠାକୁର ହଁ କହିଛନ୍ତି। ତାପରେ ଆଶ୍ରମରେ ସେ ରହିଛି। ରହିଲା ପରେ ତାପରେ ସେ ଠାକୁର ନିବେଦନ କରୁଛି ମୁଁ ଆଉ ଏ ଶଙ୍ଖା ଆଉ ଚୁଡ଼ି ପିନ୍ଧିବି। ଠାକୁର ତାକୁ କଣ କହୁଛନ୍ତି ଦେଖନ୍ତୁ, ଜଣେ ସଧବା ନାରୀର ଚିହ୍ନ, ତାର ମଥାର ସିନ୍ଦୁର ଆଉ ହାତର ଯୋଉ ଶଙ୍ଖା, ସେ ସଧବା ନାରୀ ଠାକୁରଙ୍କୁ ନିବେଦନ କରୁଛି କି ମୁଁ ଏଇ ଶଙ୍ଖା ଆଉ ପିନ୍ଧିବିନି, ଏଇ ସିନ୍ଦୁର ଆଉ ଲଗେଇବିନି, ଆଉ ମଙ୍ଗଳସୂତ୍ର ପିନ୍ଧିବିନି। ଠାକୁର ସବୁ ତାକୁ ହଁ କହିଛନ୍ତି। ଠାକୁରଙ୍କୁ ଯୋଉମାନେ ଭକ୍ତ ମଣ୍ଡଳୀ ଆଶ୍ଚର୍ଯ୍ୟ ହଉଛନ୍ତି ଯେ ଠାକୁର ଏଭଳି କେମିତି ନିର୍ଦ୍ଦେଶ ଦେଇପାରୁଛନ୍ତି, ଜଣେ ସଧବା ନାରୀକୁ ଏଭଳି କରିବା ପାଇଁ କିଭଳି ଅନୁମତି କେମିତି ଦଉଛନ୍ତି। କିନ୍ତୁ ଠାକୁର ତ ପରମ ବ୍ରହ୍ମ ପରମ ପୁରୁଷୋତ୍ତମ, ତାଙ୍କୁ ତାଙ୍କ ଲୀଳାକୁ କିଏ ବୁଝିବ? ଯେତେବେଳେ ସେ ସବୁ କିଛି ତାଙ୍କୁ ହଁ ମାନି ଦେଇଛନ୍ତି, ସେ ଯେତେବେଳେ ବିଧବା ବେଶରେ ମାନେ ମାନେ ବିଧବା ଅବସ୍ଥାରେ ସେ ମାନେ ରହିଛନ୍ତି ଆଶ୍ରମରେ ଅନେକ ଦିନ ରହିଲା ପରେ ତାଙ୍କର ମାନସିକତାର ପରିବର୍ତ୍ତନ ହେଇଛି ଏବଂ ତାଙ୍କ ଶାଶୁ ଘରର ଶାଶୁ ଆଉ ତାଙ୍କର ସ୍ୱାମୀ, ତାଙ୍କ ପରିବାର, ସେମାନେ ବି ମଧ୍ୟ ତାଙ୍କୁ ମନେ ପକେଇଛନ୍ତି ଏବଂ ଆସିଛନ୍ତି ଆଶ୍ରମକୁ ଖୋଜି ଖୋଜି। ଯେତେବେଳେ ଦେଖିଛନ୍ତି ଆଶ୍ରମରେ ରହିଛନ୍ତି, ଫେରେଇ ନେଇଯିବା ପାଇଁ ନିବେଦନ କରିଛନ୍ତି। ଯେତେବେଳେ ଫେରେଇ ନେବା ପାଇଁ ନିବେଦନ କରିଛନ୍ତି, ଠାକୁର ହଁ କହୁଛନ୍ତି ଏବଂ ପୁଣି ତାକୁ ସଜେଇ ଦଉଛନ୍ତି ନିଜର ଝିଅକୁ ବିଦା କଲା ଭଳିଆ। ଠାକୁର ସେଥିପାଇଁ ଜଣେ ପୁରୁଷ ତା ସ୍ୱାମୀ କି ଯାତନା ଦିଏ, ଠାକୁର ତାକୁ କହୁଛନ୍ତି ତୋ ଘରେ ଯୋଉ ସ୍ତ୍ରୀ ଅଛି ସେ ମୋର ଝିଅ, ତେଣୁ ତୁ ଯଦି ମତେ ଭଲ ପାଉ ତାହେଲେ ତାକୁ ମଧ୍ୟ ଭଲ ପାଇବାକୁ ପଡିବ। ଠାକୁର ସେଇ ଝିଅକୁ, ସେଇ ଯୋଉ ବିଧବା ଅବସ୍ଥାରେ ଥିବା ନାରୀକୁ ପୁଣି ଥରେ ସଦଭା ଭାବରେ ସଜେଇ ଦେଇଛନ୍ତି। ପୁଣି ତାକୁ ସୁନ୍ଦର ଭାବରେ ନିଜ ଝିଅକୁ ବିଦା କଲା ଭଳିଆ ପୁଣି ବିଦା କରୁଛନ୍ତି ଏବଂ ବିଦା କରିବା ସମୟରେ ଯେତେବେଳେ ତାଙ୍କ ଜାତକ ଦେଖାଯାଉଛି, ଦେଖନ୍ତୁ ତା ଜାତକ ଯେତେବେଳେ ଦେଖାଯାଇଛି ସେ ଜାତକରେ ତାର ବିଧବା ଯୋଗ ଥିଲା। ଯେତେବେଳେ ସେ ଠାକୁରଙ୍କ ଆଶ୍ରମକୁ ଆସିଥିଲା, ସେତେବେଳେ ତାର ବିଧବା ଯୋଗ ଥିଲା। ଗୁରୁଙ୍କୁ ଧରିଲେ ଦେଖନ୍ତୁ ତାର ବିଧବା ଦୋଷ ମଧ୍ୟ କଟିଗଲା। ସେ ବିଧବା ହେଲା, ବିଧବା ଅବସ୍ଥାରେ ମନ୍ଦିରରେ ରହିଲା, କିନ୍ତୁ ତାର ସ୍ଵାମୀର ମୃତ୍ୟୁ ହେଲା ନାହିଁ। ତାର ସ୍ଵାମୀର ମୃତ୍ୟୁ ହେଲା ନାହିଁ, କିନ୍ତୁ ସେ ବିଧବା ଅବସ୍ଥାରେ ରହିଲା। ଇଏ ହଉଛି ଠାକୁରଙ୍କର ବିଧାନ। ତେଣୁ ଠାକୁର ଯାହା ଯାହାଙ୍କ କେନ୍ଦ୍ରରେ ଗୁରୁ ଥାଆନ୍ତି ବା ଇଷ୍ଟ ଥାଆନ୍ତି, ତାଙ୍କ ଜୀବନରେ କୌଣସି ଗ୍ରହ ନକ୍ଷତ୍ର କିଛି ପ୍ରଭାବ ରହେ ନା। ଇଏ ତାର ଜ୍ୱଳନ୍ତ ଉଦାହରଣ। ଯଦି ସେ ଇଷ୍ଟ କେନ୍ଦ୍ରିକ ନଥାନ୍ତା, ଘରେ ରହୁଥାନ୍ତା, ହୟତ ତାର ସ୍ଵାମୀକୁ ସେ ହରେଇ ବସିଥାନ୍ତା। ଇଏ ହଉଛି ଠାକୁରଙ୍କର ବିଧାନ।
ଏଇ କ୍ରମରେ ପୁଣି ଆଉ ଗୋଟେ କଥା ମନେ ପଡେ ଯେ ଠାକୁର କହୁଥିଲେ ଯେ ଆମେ ଠାକୁରଙ୍କର ଆଲୋଚନା ପ୍ରସଙ୍ଗରେ ଅଛି ଦଶରଥଙ୍କର ଅନେକ ପତ୍ନୀ ଥିଲେ। ତାଙ୍କ ଭିତରୁ କୈକେୟୀ ସବୁଠୁ ସୁନ୍ଦରୀ ପତ୍ନୀ ଥିଲେ। ସେ ତାଙ୍କୁ ଦଶରଥ ତାଙ୍କୁ ବହୁତ ପ୍ରେମ କରୁଥିଲେ, ବହୁତ ଭଲ ପାଉଥିଲେ, କାରଣ ସେ ରୂପ ଗୁଣରେ ସବୁଠାରେ ସୁନ୍ଦର ଥିଲେ। କୌଶଲ୍ୟା ସବୁଠୁ ବଡ, ଯାଙ୍କ ଔରସରୁ ରାମଚନ୍ଦ୍ରଙ୍କର ଜନ୍ମ। କିନ୍ତୁ ଠାକୁର ଆଲୋଚନା ପ୍ରସଙ୍ଗରେ ସୁନ୍ଦର ଭାବରେ ସେଇ କଥା କହିଛନ୍ତି ଯେ କୈକେୟୀ କେବଳ ସୁନ୍ଦରୀ ନଥିଲେ, ତାଙ୍କର ବାପା ଏଇ ଆଷ୍ଟ୍ରୋଲୋଜି ଉପରେ ଅନେକ ଗବେଷଣା କରିଥିଲେ। ତାଙ୍କର ଆଷ୍ଟ୍ରୋଲୋଜି ଉପରେ କୈକେୟୀଙ୍କର ବହୁତ ଜ୍ଞାନ ଥିଲା। ସେ ଆଷ୍ଟ୍ରୋଲୋଜି ପଢିକି ଦେଖି ସାରିଥିଲେ କି ଏ ରାଜଗାଦିରେ ଯଦି ରାମଚନ୍ଦ୍ର ରାଜା ହେବାକୁ ବସିଛନ୍ତି, ଏ ରାଜଗାଦିରେ ଯିଏ ରହିବେ ଆକୁ ବୁଦ୍ଧ ମହାଦଶା ଚାଲିଛି। ଏଇ ବୁଦ୍ଧ ମହାଦଶା ପାଇଁ ଏଇ ରାଜଗାଦିରେ ଯିଏ ରହିବେ, ଯଦି ସିଏ ରହନ୍ତି ରାଜଗାଦିରେ, ତାହେଲେ ତାଙ୍କର ମୃତ୍ୟୁ ହେଇଯିବ। ମୃତ୍ୟୁ ଯୋଗ ଅଛି ବୁଦ୍ଧ ମହାଦଶା। ଯୋଉଥିପାଇଁ କୈକେୟୀ ଯୋଉ କହିଲେ ଭରତ ରାଜା ହବ, ରାମଚନ୍ଦ୍ର 14 ବର୍ଷ ବନବାସ ଯିବ, ସେ ଜାଣିଥିଲେ ଯେ ରାମଚନ୍ଦ୍ର ହଉଛନ୍ତି ପରମ ପୁରୁଷ, ପରମ ପିତା, ଏବଂ ସେଇ ପରମ ପୁରୁଷ ପରମ ପିତାଙ୍କର ମୃତ୍ୟୁ ନ ହଉ, ସେଥିପାଇଁ ତାଙ୍କର ଯୋଉ ଆଷ୍ଟ୍ରୋଲୋଜିକାର ଗବେଷଣା ସେ ଜାଣିଥିଲେ, ସେ ଚାହିଁଥିଲେ ତାଙ୍କ ସ୍ୱାମୀ ପଛକ ମୃତ୍ୟୁ ହେଇଯାଉ, ତାଙ୍କର ଯୋଉ କୌଶଲ୍ୟା ନନ୍ଦନ ରାମଚନ୍ଦ୍ରଙ୍କର ମୃତ୍ୟୁ ନ ହଉ, କାରଣ ସେ ହଉଛନ୍ତି ଯୁଗ ସ୍ରଷ୍ଟା। ସେ ସ୍ୱାମୀକୁ ହରେଇବାକୁ ଶ୍ରେୟ ମନେ କଲେ। ସେଥିପାଇଁ ସେ ଏଇଭଳି ଭାବରେ ସେ ମାନେ ଜିଦି କଲେ, ଯୋଉ ବର ମାଗି ନେଲେ, ଯୋଉଥିପାଇଁ ଦଶରଥ ପୁଣି ରାଜା ହେଲେ ଏବଂ ତାଙ୍କର ଆଉ ରାମଚନ୍ଦ୍ର 14 ବର୍ଷ ବନବାସ କଲେ। ଆଉ ସେଇ ଯୋଉ 14 ବର୍ଷ ବନବାସ କଲେ, ସେତେବେଳେ ଏଇ ବୁଦ୍ଧ ମହାଦାଶା ପାଇଁ ସେ ଯାଇଥିଲେ। ତେବେ ଏଇଠି କଥା ଉଠେ, ଆଶ୍ରମରେ ଜଣେ ପ୍ରତିନିୟତ କର୍ମୀ ଥିଲେ, ଠାକୁରଙ୍କର ଅନନ୍ୟ ସେବକ, ଠାକୁରଙ୍କ ପାଇଁ ଅନେକ ସେବା କରନ୍ତି, ଅନେକ କାମ କରନ୍ତି। ହଠାତ୍ ଦିନେ ଠାକୁର ସେ ଦାଦାଙ୍କୁ ଡାକି କହିଲେ ଯେ ତୁମେ ଆଶ୍ରମ ଛାଡିକି ଚାଲିଯାଅ, ଆଶ୍ରମରେ ତୁମେ ଆଉ ରହିବ ନାହିଁ, ତୁମେ ଆଶ୍ରମ ଛାଡି ଚାଲିଯାଅ। ସେ କିଛି ବୁଝିପାରିଲେନି, ସେ ବୁଝିପାରିଲେନି, ଭାବିଲେ କିଛି ଗୋଟେ ଭୁଲ ରହିଯାଇଛି ତାଙ୍କ କର୍ମରେ ବୋଧେ। ସେଠୁ ଆଶ୍ରମ ଛାଡିକି ସିଏ ଯିବା ପାଇଁ ବାଧ୍ୟ ହେଲେ। ଯେତେବେଳେ ଆଶ୍ରମ ଛାଡିକି ଯିବାକୁ ବାଧ୍ୟ ହେଲେ, ଆଶ୍ରମ ଛାଡିକି ଗଲା ପରେ ଜଣେ ପ୍ରେମୀ ମଣିଷ ଠାକୁରଙ୍କୁ ଛାଡିକି ରହିବା ତାଙ୍କ ପାଇଁ ସମ୍ଭବ ନାହିଁ, କିନ୍ତୁ ଠାକୁରଙ୍କ ନିର୍ଦ୍ଦେଶ, ଶତ ଚେଷ୍ଟା କଲେ ବି ସେ ଆଉ ରହିପାରିଲେନି। ତାଙ୍କର ପିଲାପିଲି ନେଇକି ପାଠ ପଢୁଥିଲେ, ଏଠି ସବୁ ବାହାରେ ଯାଇକି ତାଙ୍କ ନାଁ ଫାଁ ଲେଖିକି ରହିଲେ। କିନ୍ତୁ ଠାକୁରଙ୍କୁ ସିଏ ଠାକୁରଙ୍କର ବିରହକୁ ସିଏ ସହ୍ୟ କରିପାରିଲେ। ପୁଣି ଫେରି ଆସିଲେ। ଯେତେବେଳେ ଫେରି ଆସିଲେ, କିଛି ଦିନ ପରେ ତାଙ୍କର ମୃତ୍ୟୁ ହେଇଗଲା। ତାଙ୍କର ମୃତ୍ୟୁ ହେଇଗଲା ପରେ ଯେତେବେଳେ ମୃତ୍ୟୁ ହେଇଗଲା ପରେ ଯେତେବେଳେ ସିଏ ତାଙ୍କର ଝିଅ ଯେତେବେଳେ ଠାକୁରଙ୍କୁ ନିବେଦନ କଲେ ଯେ ଠାକୁର, ମୋ ବାପାଙ୍କର କୌଣସି କର୍ମରେ ତ୍ରୁଟି ନଥିଲା, ସେ ତ ଆପଣଙ୍କ ପ୍ରତି ଅନେକ ଭଲ ପାଇବା ଥିଲା, କିନ୍ତୁ ଆପଣ ତାଙ୍କୁ ହଠାତ୍ କିନା କିଛି କାରଣ ନଥାଏ ହଠାତ୍ କିନା ଡାକିକି କାହିଁକି ବାହାରେ ରହିବାକୁ ପଠେଇଦେଲେ, ବନବାସ ଦେଇଦେଲେ, ବାହାରକୁ ପଠେଇଦେଲେ। ସେତେବେଳେ ଠାକୁର ତାଙ୍କ ବାପାଙ୍କର ରାଶିକୁ ଦେଖିକି, ଜଣେ ଆମର ଯିଏ ଥିଲେ ତାଙ୍କୁ ଯେତେବେଳେ ରାଶି ଦେଖିବା ପାଇଁ କହିଲେ, ସେତେବେଳେ ସିଏ ଦେଖାଗଲା କି ତାଙ୍କର ସେଇ ବୁଦ୍ଧ ମହାଦଶା ଥିଲା, ଯୋଉ ସମୟରେ ସେ ଯଦି ଏଇଠି ଆଶ୍ରମରେ ରହିଥାନ୍ତେ ତାଙ୍କର ମୃତ୍ୟୁ ହେଇଯାଇଥାନ୍ତା। ତେଣୁ ଯଦି ଦୂରକୁ ଚାଲିଯିବେ, ନିଜ ସ୍ୱସ୍ଥାନ ଛାଡିକି ଯେତେବେଳେ ଦୂରକୁ ଚାଲିଯିବେ, ସେଇ କର୍ମଫଳଟା ଘଟେ ନା, ମାନେ ଦୂର ହେଇଯାଏ। ସେଇ ଉଦ୍ଦେଶ୍ୟରେ ଠାକୁର ତାଙ୍କୁ, ମାନେ ସମସ୍ତଙ୍କର ଜନ୍ମ ଜନ୍ମାନ୍ତରର ତାଙ୍କ ନଖ ଦର୍ପଣ ଥିଲା, ସମସ୍ତଙ୍କର ସବୁ ଜିନିଷ ସେ ନିଜ ଆଖିରେ ଦେଖି ପାରୁଥିଲେ ଠାକୁର। ତେଣୁ ତାଙ୍କୁ ବୁଦ୍ଧ ମହାଦଶା ପୂର୍ବରୁ ତାଙ୍କୁ ଦୂରକୁ ପ୍ରେରଣ କରିଦେଇଥିଲେ, ଯାହା ଫଳରେ ସିଏ ମାନେ ସେଇ ଦଶାରୁ ଆଉ ଭୋଗି ପାରିନଥିଲେ। ତାମାନେ ଦେଖନ୍ତୁ, ଠାକୁରଙ୍କ ଆଶ୍ରମରେ ଜଣେ ଜଣେ ପିଲାଟେ ଆସିକି ରହୁଥାଏ। ସେ ପିଲାଟେ ଯେତେବେଳେ ରହିଲା, ଯେତେବେଳେ ସେ ଆସିଲା, ମାନେ
ଠାକୁରଙ୍କ ପାଖକୁ ଯେତେବେଳେ ସେ ପିଲାଟି ଆସିଲା, ଠାକୁର ତାକୁ ତାର ମାନେ ତାର କିଛି ଦିନ ସେ ରହିବା ପାଇଁ ଚାହିଁଲା ମନ୍ଦିର। ଠାକୁର ତାକୁ ମନ୍ତ୍ର ଦେଲେ, ଦୀକ୍ଷା ଦେଲେ, ସେ ରହିଲା ମନ୍ଦିରରେ। ରହିବା ପରେ ତାର ରାଶି ଯେତେବେଳେ ଦେଖାଗଲା, ଠାକୁର ଦେଖିଲେ ତାର 16 ବର୍ଷରେ ମୃତ୍ୟୁ ଯୋଗ ଅଛି। ତାକୁ ଯେତେବେଳେ 16 ବର୍ଷ ହେଇଯିବ ତାର ମୃତ୍ୟୁ ଯୋଗ ଅଛି। ବାଲ୍ୟ ବାଳକ ଅବସ୍ଥାରେ ସେ ଆସି ରହିଥାଏ। ଠାକୁର ତାକୁ ବିଭିନ୍ନ କାମରେ ଲଗେଇ ଦେଇଥାନ୍ତି ଏବଂ ସେ ମନ୍ତ୍ର ସିଦ୍ଧ କରିଥାଏ। କିନ୍ତୁ ତାର ବାପା ଯୋଉ ଆଶ୍ରମରେ ସେ ଆସିକି ପୁରା ସମ୍ପୂର୍ଣ୍ଣ ଭାବରେ ରହିବା ପାଇଁ ତାକୁ କହିଲେ, ସେ ଭାବିଲେ ଯେ ଠାକୁର ମୋ ପୁଅକୁ ନେଇଯାଉଛନ୍ତି। ତାକୁ ଅନେକ ଭକ୍ତ ମାନେ ବୁଝେଇଲେ ତାଙ୍କ ବାପାଙ୍କୁ ଯେ ତାର ରାଶିରେ ଭଲ ନାହିଁ, ଠାକୁର ତାକୁ ଏଠି ରଖିଛନ୍ତି। ତା ବାପା ବୁଝିଲେନି, ହଁ କଣ କିଏ ରାଶି କଣ ତାକୁ ନେଇଗଲେ। ଠିକ 16 ବର୍ଷ ବୟସରେ ଯେତେବେଳେ ହେଲା ତାର ମୃତ୍ୟୁ, ଯେତେବେଳେ ହେଲା ମୃତ୍ୟୁ ଶଯ୍ୟାରେ ରୋଗରେ ପଡିଲା, ଯେତେବେଳେ ମୃତ୍ୟୁ ଶଯ୍ୟା ଯେତେବେଳେ ଥିଲା, ସେତେବେଳେ ସେ ତା ବାପାକୁ କହୁଥାଏ, ମୁଁ ବଞ୍ଚି ରହିବାର ସମସ୍ତ ବିଧାନ ଶ୍ରୀ ଠାକୁର ଦେଇଥିଲେ। ମୁଁ ବଞ୍ଚେଇକି ରଖିବା ପାଇଁ ସମସ୍ତ ପଥ ସେ ମତେ ଦେଇ ଦେଇଥିଲେ। ମାନେ ତାଙ୍କରି ଚରଣରେ ରହିବ, ନାମ ଧ୍ୟାନ କରିବ। କିନ୍ତୁ ତୁମେ ବୁଝିଲନି, ମତେ ନେଇ ଆସିଲ, ଆଉ ମୁଁ ଆଜି ମୃତ୍ୟୁ ବରଣ କରିବାକୁ ଚାହୁଁଛି। ଆଜି ମୋର ଶେଷ ସମୟ ଆସିଯାଇଛି। କିନ୍ତୁ ମୁଁ ଯଦି ଠାକୁରଙ୍କ ପାଖରେ ଥାନ୍ତି, ମୁଁ ଆଜି ବଞ୍ଚି ଯାଇଥାନ୍ତି। ଇଏ ହଉଛି ଠାକୁରଙ୍କର ବିଧାନ। ତେଣୁ ଏଇ ଯୋଉ ମାନେ ଯୋଉଟା କହୁଥିଲି ଯେ ଠାକୁରଙ୍କର କନ୍ୟା ରାଶି ଥିଲା। କନ୍ୟା ରାଶି, ଏଇ ଯୋଉ କନ୍ୟା ରାଶି ତାର ଦେବତା ହଉଛନ୍ତି ବୁଦ୍ଧ। ବୁଦ୍ଧ ହଉଛନ୍ତି ବୁଦ୍ଧିର ପ୍ରତୀକ। ତେଣୁ ଠାକୁର ଜ୍ଞାନ ଗାରିମା ତାଙ୍କର ଯୋଉ ମାନେ ଥିଲା, ସେଥିରେ ମାନେ ସବୁ କିଛିର ସେ ସମାହାର ଥିଲେ। ମାନେ ଆଉ ଠାକୁରଙ୍କର ଫାଲ୍ଗୁନୀ ନକ୍ଷତ୍ର ଥିଲା। ଆ, ତାଙ୍କର କନ୍ୟା ରାଶି, ଆଉ ତାଙ୍କର ରାଶି ଦେବତା ବୁଦ୍ଧ ଥିଲେ। ଫାଲ୍ଗୁନୀ ନକ୍ଷତ୍ର ଥିଲା। ଏଇ ଯୋଉ ଆମର ଅ 12ଟି ରାଶି ଅଛି, ମେଷ ବୃଷ ମିଥୁନ, ଯୋଉଟା ଆମେ ରାଶି, 12ଟି ରାଶି, ଏବଂ ଏ 12ଟି ରାଶିକୁ 9ଟି ଗ୍ରହ ପରିଚାଳନା କରୁଛନ୍ତି। ତାମାନେ ଯେମିତି ସୂର୍ଯ୍ୟ ଆଉ ଚନ୍ଦ୍ର ଗୋଟେ ଗୋଟେ ରାଶିରେ ରହନ୍ତି, କିନ୍ତୁ ଅନ୍ୟମାନେ ଦି ଦିଟା ରାଶିରେ ମଧ୍ୟ ରହନ୍ତି। ଏମିତି ହେଇକି 12ଟି ରାଶିରେ ଏମିତି ରହନ୍ତି। ତେଣୁ ସେମିତି କନ୍ୟା ରାଶିର ମାନେ ରାଶି ଦେବତା ହଉଛନ୍ତି ବୁଦ୍ଧ। ତେଣୁ ବୁଦ୍ଧ ଖାଲି କନ୍ୟା ରାଶି ନୁହଁ, ମେଷ ବୃଷ ମିଥୁନ ରାଶିର ମଧ୍ୟ ଦେବତା ହଉଛନ୍ତି ବୁଦ୍ଧ। ଆଉ ମିଥୁନ ଆଉ କନ୍ୟା ଦିଟା ରାଶିର ମାନେ ଗ୍ରହ ଦେବତା। ତେଣୁ ଆଉ ବୃଷ ରାଶିର ଦେବତା ମଧ୍ୟ ହଉଛନ୍ତି ମାନେ ଶୁକ୍ର। ମେଷ ରାଶିର ଦେବତା ହଉଛନ୍ତି ମଙ୍ଗଳ। ଏମିତି ସବୁ ବିଭିନ୍ନ ରାଶିର ଦେବତା ଅଛନ୍ତି। ମୀନ ରାଶିର ଶନି, ଏମିତି ସବୁ ଅଛନ୍ତି। ତ ଏଇ ଯୋଉ 27ଟା ନକ୍ଷତ୍ର ଅଛି, ଏଇ ଯୋଉ ରାଶି ହଉଛି ଆମ ପ୍ଲାନେଟ୍ସ ରେ ଯୋଉଟା ଦେଖାଯାଏ, ବିଭିନ୍ନ ପ୍ରକାର ଯୋଉ ନକ୍ଷତ୍ର ମାନଙ୍କର ଚିତ୍ରକୁ ଯୋଉ ଦେଖାଯାଏ, ସେଇମାନଙ୍କୁ ନେଇକି ରାଶି କରାହେଇଛି। ଆଉ ଏଇ 27ଟା ନକ୍ଷତ୍ର ଅଛନ୍ତି, ଅଶ୍ୱିନୀ ମାନେ ଯେମିତି ଶ୍ରୀକୃଷ୍ଣଙ୍କର ରୋହିଣୀ ନକ୍ଷତ୍ର ଥିଲା ବୃଷ ରାଶିରେ। ତେଣୁ ରାମଚନ୍ଦ୍ରଙ୍କର ବି ସେମିତି ରାଶି ଥିଲା ସେଇଭଳି। ତେଣୁ ଏଇ ଯୋଉ ମାନେ ପ୍ରତି ରାଶିରେ ନକ୍ଷତ୍ର, 2ଟି ନକ୍ଷତ୍ର ଥାଏ, ଆଉ ଏକ ପାଦ ଆଉ ଗୋଟେ ନକ୍ଷତ୍ର ଥାଏ, ଏଭଳି ଭାବରେ ଥାଏ। ତେଣୁ ମାନେ ସେ ସବୁ ଭିତରେ, ତେଣୁ ଠାକୁରଙ୍କୁ ଯେତେବେଳେ ପଚରା ହେଇଛି ଯେ କୌଣସି ଗ୍ରହ ଗ୍ରହ କଣ ଆମ ପ୍ରବୃତ୍ତିକୁ ନିୟନ୍ତ୍ରଣ କରେ, ଠାକୁର ସେତେବେଳେ କହୁଛନ୍ତି ଯେ ଠାକୁର ସେଥିରେ କହୁଥିଲେ ଯେ ରବି ବା ସୂର୍ଯ୍ୟ ହଉଛନ୍ତି ସମ୍ବେଗ। ତେଣୁ ସୂର୍ଯ୍ୟ ଯେତେବେଳେ ଭଲ ଥାନ୍ତି, ସେତେବେଳେ ମାନେ ସବୁ କିଛି ଗର୍ଜସ୍ ହେଇ ଉଠେ। ସୂର୍ଯ୍ୟଙ୍କର ଉପସ୍ଥିତି, ସୂର୍ଯ୍ୟ ତ ପିତାଙ୍କର ଇଏକୁ ତେଣୁ ସବୁ କିଛି ଗର୍ଜସ୍ ହେଇ ଉଠେ। ପୁଣି ଠାକୁର କହୁଛନ୍ତି ମଣିଷ ଯେତେବେଳେ ମାନେ ସ୍ୱାର୍ଥପର ହେଇଯାଏ, ସେତେବେଳେ ସବୁ ଗୁଡାକ ସବଲାଇମ୍ କରିଯାଏ, ଭୂମାୟିତ ହେଇଯାଏ। ଚନ୍ଦ୍ର ହଉଛନ୍ତି ଠାକୁର କହୁଛନ୍ତି ବୁଦ୍ଧିର ପ୍ରତୀକ। ମାନେ ଲଗ୍ନ ବା ତନୁ, ଲଗ୍ନଟା ହଉଛି ଆମର ଯୋଉ ଲଗ୍ନଟା ଆମର ଫିଜିକାଲ ଷ୍ଟ୍ରକ୍ଚରଟାକୁ ବୁଝାଏ, ତନୁଭାବକୁ ବୁଝାଏ, ଯାହା ଦେଇକି ଆମର ଦୈବ ସଂସ୍ଥିତି ବା ଇନେଟ୍ ଟେଣ୍ଡେନ୍ସି, ଅନ୍ତର୍ନିହିତ ଝୁଙ୍କଟା ବୁଝାଯାଏ ସେଇ ଲଗ୍ନ ଦେଇକି। ତେଣୁ ଠାକୁରଙ୍କ କହିବା ରାହୁ ହଉଛନ୍ତି ମଣିଷକୁ ଅଚଳ ଅବସ୍ଥା ଆଣିଦିଏ। ତେଣୁ ଅଚଳ ଅବସ୍ଥା ଆଣିଦିଏ।
ତେଣୁ କେତୁ କେତୁ ଯାହାଙ୍କର ଇଏ ଥାଏ ତାଙ୍କୁ ବୈରାଗ୍ୟ ଆଡକୁ ନେଇଯାଏ ଇଷ୍ଟଙ୍କ ମାନେ ସେ ମାନେ ପୂର୍ବ ଜନ୍ମର ସେମିତି କର୍ମ ବୈରାଗ୍ୟ ଆଡକୁ ନେଇଯାଏ। କେତୁ ଯେମିତି ବୁଦ୍ଧ ହେଲା ବୁଦ୍ଧିର ପ୍ରତୀକ ବା ବୁଧର ପ୍ରତୀକ ହଉଛନ୍ତି ବୁଦ୍ଧ। ବୃହସ୍ପତି ହଉଛନ୍ତି ପ୍ରକୃତି ସମ୍ପନ୍ନ ପାଳନ ମାନେ ପ୍ରକୃତି ମଣିଷର ନେଚରଟା ବୃହସ୍ପତି ଦ୍ଵାରା ନିୟନ୍ତ୍ରିତ ହୁଏ। ବୃହସ୍ପତି ହଉଛନ୍ତି ଆ, ଦେବଗୁରୁ। ଆଉ ଶୁକ୍ର ହଉଛନ୍ତି ଆମର ଯୋଉ ଯୌନ ପ୍ରବୃତ୍ତି ଅଛି ବା ମାନେ ବୈବାହିକ ଜୀବନକୁ ମଧ୍ୟ ସେ ସନ୍ତୁଳିତ କରେ। ଶନି ହଉଛନ୍ତି ମାନେ ସେ ଆମର କର୍ମର ଆ କୁଚ୍ଛତ୍ରପା ବୋଲି ଠାକୁର କହୁଥିଲେ ଅଦୃଶ୍ୟ ହେଇକି କିଛି ରହିଛି ତାହା ଶନି ଦ୍ୱାରା ଜଣା ପଡେ। ଯାହା ହଉ ଠାକୁରଙ୍କର ଏଇ ଯୋଉ ଆଷ୍ଟ୍ରୋଲୋଜିକାଲ ଭିଉଟାକୁ ଯଦି ଆମେ ଦେଖୁ ଅନେକ ଜିନିଷ ଠାକୁର ସେ ଭିତରେ କହିଛନ୍ତି। ଆ ଆ, ତେଣୁ ଜଣେ ଯେତେବେଳେ ଆସି କହୁଛନ୍ତି ମୋର ରାଶିରେ ରାହୁ ମହାଦଶା ଚାଲିଛି, ମୋର ରାହୁ ଖରାପ ଚାଲିଛି, ଠାକୁର ତାଙ୍କୁ କହୁଛନ୍ତି "ତୁ ପ୍ରତିଦିନ ନାମ ଧ୍ୟାନ ପରାୟଣ ହେଇକି ରୁହ, ଆଉ ସବୁଦିନ ଏ, ଇଷ୍ଟବୃତ୍ତି କର, ଆଉ ଇଷ୍ଟ କେନ୍ଦ୍ରିକ ଜୀବନ ଯାପନ କର ଏବଂ ପ୍ରତିଦିନ ଫୁଲ ଆଉ ଜଳ ନିବେଦନ କରିକି ସେଇ ଜଳକୁ ପାନ କର। ତମେ ଯୋଉ ତାହେଲେ ଗ୍ରହ ଗୁଡା କଟିଯିବ। ତେଣୁ ଇଏ ତ ଅନେକ ଜିନିଷ ତା ବିଷୟରେ ଆମେ ଆଲୋଚନା କଲେ। ତେଣୁ ଆହୁରି ବି ତ ସମୟ ହେଇଗଲାଣି, ତେଣୁ ଆଉ ତ ଆଜି ଆଉ ଆଲୋଚନା କରିହବନି। ତେଣୁ ଠାକୁରଙ୍କର ଅନେକ ଜିନିଷ ଅଛି ମାନେ ଯୋଉ ସତ୍ୟାନୁଷ୍ଠାନ ଯୋଉ ଯୋଉ କଥା କହିଛନ୍ତି ତାର ବି ତା ସେଗୁଡିକ ମଧ୍ୟ ଏ ଆଷ୍ଟ୍ରୋଲୋଜିକାଲ ପଏଣ୍ଟ ସହିତ କେମିତି ରିଲେଟେଡ ଅଛି ତା ଉପରେ ମଧ୍ୟ ଗବେଷଣା ହେଇଛି। ମୁଁ କିଛି କଲେକ୍ସନ କରିଛି, ଅନେକ ଅନେକ ପରେ କେତେବେଳେ ଦେଖିବା। ତେଣୁ ସମୟ ତ ହେଇଯାଇଛି। ତେଣୁ ସମସ୍ତଙ୍କର ଶାନ୍ତି ସୁସ୍ଥି ପାଇଁ ପରମ ପିତାଙ୍କ ଚରଣରେ ମୋର ପ୍ରାର୍ଥନା ରଖି ମୋର ବକ୍ତବ୍ୟକୁ ଏଇଠି ବିରାମ ଦଉଛି। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ଦାଦା ଜୟ ଗୁରୁ।